Hello guys, welcome to our YouTube channel. ଜୟ ଜଗନ୍ନାଥ ଫାଷ୍ଟ ଅଫ୍ ଅଲ୍ ଆମେ ଓଡ଼ିଆ ତ ଜୟ ଜଗନ୍ନାଥ ଜୟ ଆଜ୍ଞା ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ୱେଲକମ୍ ବ୍ୟାକ୍ ଟୁ ଆୱାର ୟୁଟ୍ୟୁବ୍ ଚ୍ୟାନେଲ ୱେଲକମ୍ ଦେବପ୍ରିୟ ୱେଲକମ୍ ଗଦାଧର। ୱେଲକମ୍ ୱେଲକମ୍ ତ ଟୁ ୟୁ ଏଭ୍ରିବଡି। କ୍ରିତିଶ। ଯେମିତି କି ଆମେ ଗୋଟେ କ୍ରିକେଟ ବିଷୟରେ ଆନାଲିସିସ୍ କରିବାକୁ ଯାଉଛେ କି କ୍ରିକେଟ ଟପିକ ଉପରେ ଆନାଲିସିସ୍ କରିବାକୁ ଯାଉଛେ କ୍ରିକେଟର ବ୍ୟାକଗ୍ରାଉଣ୍ଡ ଷ୍ଟୋରି କ୍ରିକେଟର ପ୍ରେଜେଣ୍ଟରେ କ'ଣ ଚାଲିଛି କ୍ରିକେଟ ସବୁ ନାଇଁକି ଏମିତି ଇଣ୍ଟରନ୍ୟାସନାଲ କ୍ରିକେଟ ଓଭରଅଲ୍ ଅଲ୍ ଓଭର ଇଣ୍ଡିଆରେ ଫିର ବି ଆମେ ଚେଷ୍ଟା କରିବା ଅଲ୍ ଓଭର ୱାର୍ଲଡରେ ଯାହା ବି ଯୋଉଠି କ୍ରିକେଟ ମ୍ୟାଚ୍ ଚାଲିଛି ଆମେ ଟିକେ ଏକ୍ସପ୍ଲେନ କରିବା ଯେହେତୁ ଆମେ ଏତେ ବି ତ ଏକ୍ସପିରିଏନ୍ସ ନୁହଁ କି ଏତେ ବି ଏକ୍ସପିରିଏନ୍ସ ବାଲା ନୁହଁ କି ଆମେ କ୍ରିକେଟ ବିଷୟରେ ଟପିକରେ କ୍ଲିୟରଲି କହିପାରିବା ତ ସେଥିଲାଗି ଆମେ ଯେତିକି ଆନାଲିସିସ୍ ଡାଟା କଲେକ୍ଟ କରିଛେ ସେତିକି ଆମ ଦର୍ଶକମାନଙ୍କୁ ଜଣେଇବା ଏବେକା ଟାଇମରେ ସିଚୁଏସନ କେମିତି ଏବେ ହଟ୍ ଟପିକ ଏବେ ଚାଲିଛି ହଟ୍ ଟପିକ ଏସିଆ କପ୍ ରିଗାର୍ଡିଂ ଏସିଆ ଏସିଆ କପ୍ ରେ କପ୍। ଇଣ୍ଡିଆ ସିଚୁଏସନ ଏସିଆ କପ୍ ରେ ଇଣ୍ଡିଆର କଣ୍ଡିସନ ସେ ରିଗାର୍ଡିଂ ଏମିତି ଜଣେଇବା। ଆଚ୍ଛା ଫାଷ୍ଟ ଅଫ୍ ଅଲ୍ ତ ଆମେ ଆମ ଚ୍ୟାନେଲ ନାଁଟା କହିପାରିଲେନି ବହୁତ କଷ୍ଟରେ ଆମେ ଚ୍ୟାନେଲ ନାଁଟା 3-4 ଦିନ ଭାବିକି ଖୋଜି ବନେଇଛେ ଖୋଜି ମିଳିଛି। କେମିତି କ'ଣ କହିବା କେମିତି ବନେଇବା ନର୍ଭସନେସ୍ ତ ବହୁତ ଅଛି ସେଇଟା ପରର କଥା। ଆମ ଚ୍ୟାନେଲ ନାଁଟା ଆମେ 3-4 ଦିନ ଭାବିକି ବହୁ କଷ୍ଟରେ ସ୍ଲିପ୍ କଡନ ଟକ୍ସ ବନେଇଛେ ବନେଇଛୁ ବାସ୍। ତ ଆପଣ ଦର୍ଶକ ମାନଙ୍କର ଯଦି ଦୟା ରହିବ ତ ଆମେ ବି ଆଗକୁ ଯାଇପାରିବୁ ଯେହେତୁ ଆମର ସେଟଅପ୍ ନାହିଁ ଆମେ ଅନଲାଇନରେ ରହିକି ଆମେ କିଛି କଣ୍ଟାକ୍ଟ ଇଚ୍ଛା କରୁଛୁ। କିଛି ଇଚ୍ଛା ରଖିକି ଆମେ ଆଗକୁ ବଢିବା ଆଶାରେ ଆମେ ଏମିତି ଅନଲାଇନ ରହି କଣ୍ଟାକ୍ଟ କରୁଛେ ଯେହେତୁ ତାପରେ ଯଦି ଆମ ଭାଇମାନଙ୍କର ଦର୍ଶକ ମାନଙ୍କର କୃପା ରହିବ ତ ଆମେ ଆଗକୁ ବଢିବା। ଆଉ ରିସେଣ୍ଟଲି ତ ଗୋଟେ ଆମର ଆଉ ଗୋଟେ କଥା କି ଆମେ ଆମେ ତିନି ଜଣ ତିନି ଜଣ ତିନି ଭାଇ ଗୋଟେ କଲେଜରୁ ମାନେ ଫ୍ରେଣ୍ଡ କ୍ଲୋଜ ଫ୍ରେଣ୍ଡ ଆମେ ଗୋଟେ କଲେଜରୁ ପାସ୍ ଆଉଟ୍ ହେଇଛୁ ତାପରେ ନିଜ ନିଜ ଲାଇଫରେ ବହୁତ ବିଜି ରହିଲ ଏଇଟା ତ ଆମର ଗୋଟେ ବହୁତ ଇଣ୍ଟରନାଲ ଇଚ୍ଛା ଥିଲା କି ଗୋଟେ ୟୁଟ୍ୟୁବ ଚ୍ୟାନେଲ କରିବା ୟୁଟ୍ୟୁବରେ କିଛି ଆମେ କ୍ରିଏସନ ଭିଡିଓ ଅପଲୋଡ କରିବା କରିବା ବାକି ସମସ୍ତଙ୍କର ତିନି ଜଣଙ୍କର କ୍ରିକେଟ ହଉଛି ଫେଭରାଇଟ ହଟ୍ କଲେଜ ଟପିକ୍। ଟାଇମରେ ତିନି ଜଣ କ୍ରିକେଟ ହଁ ତ ସେଥିଲାଗି ଆମେ ସବୁ ଇଣ୍ଟରନାଲ ଇଚ୍ଛାରେ ଆମେ ଭାବିଲୁ କି ଆମେ ଡିସାଇଡ୍ କଲୁ କି କ୍ରିକେଟ ଉପରେ ଆମେ କ୍ରିକେଟ ଆନାଲିସିସ୍ କରିକି ଆନାଲିସିସ୍ ଗୋଟେ ଭିଡ଼ିଓ କରିବୁ କ୍ରିକେଟ ତିଆରି ଆନାଲିସିସ୍ କରିବୁ। ଚ୍ୟାନେଲ କରିବୁ ବହୁତ ଜଣ ଅଛନ୍ତି ଗୁରୁଜନ ଭାଇ ଭଉଣୀ ଯୋଉମାନେ ଜାଣିଛନ୍ତି କିଛି ଜଣ ବି ଜାଣି ପାରୁନାହାନ୍ତି ଅପଡେଟ ଜାଣିପାରୁନାହାନ୍ତି ଡେଲି ହଁ। ଅପଡେଟ ପାଉନାହାନ୍ତି ଦବା ଆମେ ଅପଡେଟ ଦବା ଯେତିକି ହେଇପାରିବ ଆମ ଦ୍ୱାରା। ତ ରିସେଣ୍ଟଲି ତ ପ୍ରାୟ ସମସ୍ତେ ସୋସିଆଲ ମିଡ଼ିଆରେ ଆଭେଲେବୁଲ୍ ଅଛନ୍ତି ଆଉ ୟୁଟ୍ୟୁବ୍ ପ୍ରାୟ ମୋଷ୍ଟ ଅଫ୍ ଦ ପିପୁଲ୍ ଦେଖୁଛନ୍ତି। ତ ଆମେ ଏଇଟା ଗୋଟେ ପ୍ଲାଟଫର୍ମକୁ ୟୁଜ୍ କରିକି ଆମର ଯାହା ବି ଅଭିଜ୍ଞତାକୁ ଆମେ ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛୁ। ତ ଆପଣମାନଙ୍କ ଦୟା ହେଲେ ଆମେ ଆଗକୁ ବଢ଼ିପାରିବୁ। ଓକେ, ମୋ ମତ ଏଇଆ ରହିବ କି ଆମେ ତିନି ଜଣ ଯାକ କ୍ରିକେଟକୁ ଭଲ ପାଉ, ଛୋଟବେଳୁ କ୍ରିକେଟ ଦେଖି ଆସୁଛୁ, ଆଉ ଆମେ ପ୍ରତିଦିନ କିଛି 10-15 ମିନିଟ୍ ହଉ କିମ୍ବା ମ୍ୟାଚ୍ ଚାଲିଥିବା ସମୟରେ ହଉ ଆମେ ସବୁବେଳେ କ୍ରିକେଟ ବିଷୟରେ ଡିସ୍କସନ୍ କରୁ। ତ କିଛି କିଛି ଥଟ୍ ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛୁ। ତ ସେଇଥିପାଇଁ ଆମେ ଗୋଟିଏ ଛୋଟ ୟୁଟ୍ୟୁବ୍ ଚ୍ୟାନେଲଟି ଆମର ଷ୍ଟାର୍ଟ କରିଛୁ ଯେଉଁଥିରେ ଆମେ ବେସିକଲି କ୍ରିକେଟ ଉପରେ ଆନାଲିସିସ୍ କରିବା ଯେମିତିକି ଇଣ୍ଟରନ୍ୟାସନାଲ କ୍ରିକେଟ ଉପରେ ଆମେ ବେଶୀ ଫୋକସ୍ ରହିବ। ଓକେ, ଯେତେବେଳେ ଯୋଉ ସମୟରେ ଯୋଉ କ୍ରିକେଟ ରିଲେଟେଡ୍ ଯାହା ବି ଆସିବ ବା ମ୍ୟାଚ୍ ଚାଲିଥିବ ସେଇ ବିଷୟରେ ଆମେ ଡିସ୍କସନ୍ କରିବା ପାଇଁ ଯାଉଛୁ। ଆପଣମାନଙ୍କ ପାଖରେ ପହଞ୍ଚେଇବାକୁ ଚେଷ୍ଟା କରିବୁ ଆଉ ଆମେ ଯେତିକି ଜାଣିଛୁ ଯେତିକି ଆଜ୍ଞା, ସୋ ବର୍ତ୍ତମାନ ଆମେ ଷ୍ଟାର୍ଟ କରିବା ଏସିଆ କପ୍ ସ୍କ୍ୱାଡରୁ ଯୋଉଟା କି ରିସେଣ୍ଟଲି ଅଲରେଡି ଆମର ଆନାଉନ୍ସ ହେଇଯାଇଛି। ତ ସେଇ ରିଗାର୍ଡିଂ ଦର୍ଶକ ମାନଙ୍କୁ ଗଦାଧର ଦର୍ଶକ ମାନଙ୍କୁ ଆମ ନାଁ ଟା ଟିକେ କହିଦେଲେ ଭଲ ହୁଅନ୍ତା। ଓକେ, ନାଁଟା ଅଲରେଡି ତ ସ୍କ୍ରିନରେ ଶୋ ସୋ କରୁଛି। ନାଁଟା ତ ଅଲରେଡି ସ୍କ୍ରିନରେ ଶୋ କରୁଛି। ଠିକ୍ ଅଛି, ତ ମୋର ନାଁ ହଉଛି ଗଦାଧର ପ୍ରଧାନ। ଆଉ ଏଇ ଛୋଟ ଲୋକଟିର ନାଁ ହଉଛି ଛୋଟ ଲୋକ ବି ସେ ଚେହେରାର ଛୋଟ ଲୋକଟିର ନାଁ ହଉଛି ପ୍ରୀତି ସ୍ୱାଇଁ। ଆଉ ମୁଁ ହଉଛି ଦେବପ୍ରିୟ ଦାସ। ତ ଓକେ, ଜୟ ଆମ ତିନି ଜଗନ୍ନାଥ। ଜଣଙ୍କ ପ୍ରୟାସରେ ଆଉ ଆମେ ଥରେ ଏଇଟା ଜୟ ଷ୍ଟାର୍ଟ ଜଗନ୍ନାଥ। କରିଛୁ। ଓକେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଓକେ, ତ ଓକେ ଏବେ ଆମ ଟପିକ ଆଡକୁ ଆସିବା। ଚ୍ୟାନେଲ ବ୍ୟାକଗ୍ରାଉଣ୍ଡ ଷ୍ଟୋରି କେବେ ବହୁତ ଲମ୍ବା ଷ୍ଟୋରି ପରେ କେବେ କହିବା ବହୁତ ଜିନିଷ ବହୁତ କଥା ସେୟାର କରିବାର ଅଛି ତ ଏବେ ଆମେ ପଏଣ୍ଟକୁ ଆସିବା। ତ ଓକେ ଏବେକାର ହଟ୍ ଟପିକ ହଉଛି ଏସିଆ କପ୍ ସ୍କ୍ୱାଡ। ହଁ, ଅଲରେଡି ତ ଏସିଆ କପ୍ ପାଇଁ ଇଣ୍ଡିଆ ଆଉ ପାକିସ୍ତାନ ସ୍କ୍ୱାଡ ଆନାଉନ୍ସମେଣ୍ଟ କରିସାରିଛନ୍ତି। ତ ଆମେ ମେନଲି ଫୋକସ କରିବା ଆମର ଇଣ୍ଡିଆ ସ୍କ୍ୱାଡ ଉପରେ। ଯାହା ବି ମେ ବି ଆନାଲିସିସ୍ କରିଛୁ। ଆମ ଭିଡିଓଟା ମେ ବି ପଡିଆ ବେଳକୁ କି ପଡିଆ ଟାଇମରେ ଅଲଗା ଟିମ୍ ସ୍କ୍ୱାଡ ବି ମେ ବି ଆନାଉନ୍ସ ହେଇଯାଇଥିବ ହେଇଯାଇଥିବ ବାକି ହଁ। ଏବେ ସୁଦ୍ଧା ତ ଇଣ୍ଡିଆ ପାକିସ୍ତାନ ଆନାଉନ୍ସ ହେଇସାରିଛି। ଆଜିକା ଡେଟ୍ ହଉଛି 22/8/2025। ହଁ। ଓକେ,
ତ ମୁଁ ଏବେ ଇଣ୍ଡିଆନ୍ ସ୍କ୍ୱାଡଟା ମୁଁ ଆଉ ଥରେ ମାନେ କହିଦଉଛି ସମସ୍ତଙ୍କୁ। ତ ଇଣ୍ଡିଆନ୍ ସ୍କ୍ୱାଡର ଆମର ଅଛନ୍ତି ସୂର୍ଯ୍ୟ କୁମାର ଯାଦବ କ୍ୟାପ୍ଟେନ୍, ସୁମନ ଗିଲ୍ ଭାଇସ୍ କ୍ୟାପ୍ଟେନ୍, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, जसप्रीत बुमराह, वरुण चक्रवर्ती, अर्शदीप सिंह, कुलदीप यादव, संजू सैमसन, हर्षित राणा और रिंकू सिंह। आमर स्टैंड बाय प्लेयर अच्छा प्रसिद्ध कृष्णा, वाशिंगटन सुंदर, ध्रुव जुरेल, रियान पराग एंड यशस्वी जयसवाल। अच्छा, इंडिया टीम जहाँ भी हो भल भाव भावी चिंती टीम ला सिलेक्शन करिसेंती। बाकी किछिटा कथा एमिति भी अछि बहु जनकर सी फास्ट तो गोटे जिनस आज पर्यंत केबे भी एमिति टीम सिलेक्शन हेइनी जो 15 रु 15 पूरा फिक्स थिबे केउ लोक मानकर कोले नथिबो कि ये कहीं सिलेक्शन हेलानी कि सी कहीं सिलेक्शन हेलानी। ତ बास ସମସ୍ତଙ୍କର केबे ତ भी ନିଜ ନିଜର ମତାମତ ରହିଛି। ଆଉ ମତାମତ ଥାଏ କେବେ ବି ସେମିତି ବି ଦେଖିବାକୁ କମ୍ପ୍ଲିଟଲି ଗଲେ ସିଲେକ୍ଟର କୋଚ୍ କ୍ୟାପ୍ଟେନ୍ ସେମାନଙ୍କ ଉପରେ ଡିପେଣ୍ଡ କରେ ଟିମ୍ ସିଲେକ୍ସନ୍। ତ ସେମାନଙ୍କ ମତରେ ଯାହା ଅଛି ସେମାନେ ସେଟାକୁ ସିଲେକ୍ଟ କରିଛନ୍ତି। ओके ହଁ, ଓକେ ତ ଆମେ ଏସିଆ କପ୍ ସ୍କ୍ୱାଡ୍ ତ ଆପଣ ମାନେ ଅଲରେଡି ଶୁଣିଲେ ଯେମିତି ସେୟାର କରିସାରିଛୁ। ଆପଣମାନେ ହଁ ଅଲରେଡି ଏଇଟା ତ ଜାଣିଛନ୍ତି କିଏ କିଏ ସ୍କ୍ୱାଡରେ ଅଛନ୍ତି। ତ ବର୍ତ୍ତମାନ ବିଗ୍ ଟପିକ୍ ହଉଛି ଏସିଆ କପ୍ ସ୍କ୍ୱାଡରେ ଗିଲ୍ ଇଜ୍ ବ୍ୟାକ୍ ଆଜ୍ ଏ ଭାଇସ୍ କ୍ୟାପ୍ଟେନ୍ ଆଣ୍ଡ ନୋ ପ୍ଲେସ୍ ଫର୍ ଶ୍ରେୟସ ଆୟର। ନା କଣ କହୁଛ? ହୁଁ हाँ से हॉट टॉपिक रहिबो सेया जे गिल को भाइस कैप्टन କରିଛନ୍ତି ଆଉ ହାର୍ଦ୍ଦିକ ପାଣ୍ଡ୍ୟା କୁ ଭାଇସ୍ କ୍ୟାପ୍ଟେନ୍ ରୁ ବାହାର କରିଦେଇଛନ୍ତି। ଆଇ ସେଟା ଥିଙ୍କ ହଉଛି ମେ ବି ପ୍ରିଭିୟସ୍ ଟୁରେ ହାର୍ଦ୍ଦିକ ପାଣ୍ଡ୍ୟା ଭାଇସ୍ କ୍ୟାପ୍ଟେନ୍ ନଥିଲା, ନାଇଁ ଅକ୍ଷର ନାଇଁ ପଟେଲ ଅକ୍ଷର ଭାଇସ୍ ପଟେଲ ଭାଇସ୍ କ୍ୟାପ୍ଟେନ୍। କ୍ୟାପ୍ଟେନ୍ ଥିଲା। ହଁ, ଭଲ ଡିସିସନ୍, ଯେମିତି କି ମୁଁ କହିଲି ସମସ୍ତଙ୍କୁ ତ ସବୁ ଟାଇମ୍ ନାଇଁ ଖୁସି ନାଇଁ କରାଇ ପାରିବ। ହଁ ସେଟା ଠିକ କଥା। ବାକି ବାକି ଯୋଉମାନେ ସ୍କ୍ୱାଡରେ ଆଜି ସିଲେକ୍ସନ ହେଇଛନ୍ତି ସେମାନଙ୍କୁ ଅଲ୍ ଦ ବେଷ୍ଟ। ହଁ ବାକି ଯଦି ଆମେ ଷ୍ଟାର୍ସ ଦେଖିବାକୁ ଯିବା କି ସିଲେକ୍ସନ ପସିବିଲିଟି ଗୁରା ଦେଖିବାକୁ ଯିବା ତ ଶ୍ରେୟସ ଆୟର ସିଲେକ୍ସନ ହବା ଜରୁରୀ ଥିଲା। ଜରୁରୀ ଥିଲା। ଜରୁରୀ ଥିଲା, ଆଡଜଷ୍ଟ କରିବାର ଥିଲା ଯେମିତି କାହିଁକି ହେଲେ ନା ବି ଆମେ ଯଦି କାରଣ ଦେଖିବା ତ ଏଇ ଯୋଉ ଏସିଆ କପ୍ ଟା ହଉଛି ମେନ୍ ହଉଛି ଦୁବାଇରେ ହଉଛି। ଦୁବାଇ ଆଉ ଆବୁଧାବି ଦିଟା ଗ୍ରାଉଣ୍ଡରେ ହଉଛି। ତ ଆମେ ଯଦି ଗ୍ରାଉଣ୍ଡ ର ଡାଇମେନସନ ଆଉ ପିଚ୍ କୁ ଆମେ ଯଦି ମାଇଣ୍ଡରେ ରଖିବା ତ ଗ୍ରାଉଣ୍ଡ ର ଡାଇମେନସନ ତ ବିଗ୍ ଗ୍ରାଉଣ୍ଡ ଆମକୁ ଅଟୋମେଟିକାଲି ମିଳିବ। ଦୁବାଇ ଗ୍ରାଉଣ୍ଡ ବି ଆଉ ଆବୁଧାବି ଗ୍ରାଉଣ୍ଡ ବି ନୋ ଡାଉଟ। ଆଉ ପିଚ୍ ଯଦି ଆମେ ଦେଖିବାକୁ ଯିବା ତ ଦୁବାଇରେ ସ୍ପିନ୍ ଫ୍ରେଣ୍ଡଲି ପିଚ୍। ଆଉ ଶ୍ରେୟସ ଆୟର ମୋ ମତରେ ଶ୍ରେୟସ ଆୟର ଇଜ ଏ ଗୁଡ୍ ସ୍ପିନ୍ ପ୍ଲେୟର। ସ୍ପିନ୍ କୁ ସେ ବହୁତ ଭଲ ଭାବରେ ହ୍ୟାଣ୍ଡେଲ କରେ। ତ ଇଟ୍ସ ଅନଫର୍ଚୁନେଟ ଦ୍ୟାଟ ଶ୍ରେୟସ ଆୟର ଇଜ ନଟ୍ ଇନ୍ ଦ ସ୍କ୍ୱାଡ ବଟ୍ ଓକେ। ବାକି ଠିକ ଅଛି, ବାକି ମତେ ବାକି ବି ସେୟା ଲାଗୁଛି ଶ୍ରେୟସ ଆୟର କୁ ସେମାନେ ଏଇଥିପାଇଁ ନେଇନାହାନ୍ତି କାରଣ ଶ୍ରେୟସ ଆୟର ଦ୍ୱାରା ମାନେ ବଦଳରେ ଟିମରେ ଫିଟ୍ ସେମାନେ ହଉନି, ଜାଗାରେ ଫିଟ୍ ଫିଟ୍ ହଉନି। ହଉନି। ହଁ ଶ୍ରେୟସ ଟିମକୁ ଆୟର ଫିଟ୍ କରିବାକୁ ଯାଇ ସେମାନେ ସିଲେକ୍ସନ ଶ୍ରେୟସ ଆୟର କୁ କରୁନାହାନ୍ତି। ନେଇନାହାନ୍ତି ବଟ୍ ସେମାନେ ମେ ବି ଓଡିଆରେ ତାକୁ ଦେଖିପାରନ୍ତି। ବଟ୍ ନା ଏବେ ଓଡିଆଇରେ ଶ୍ରେୟସ ଆୟର ପ୍ଲେସ୍ ପକ୍କା। ଓଡିଆଇରେ ଶ୍ରେୟସ ହଁ ସେ ଓଡିଆଇରେ ବି ଶ୍ରେୟସ ଆୟର ସହିତ ଆକ୍ଚୁଆଲି ସେମ୍ କ୍ରିକେଟିଂ ଟ୍ରାଜେଡି ହେଇଥିଲା। ଚାମ୍ପିୟନ୍ସ ଟ୍ରଫିରେ ଶ୍ରେୟସ ଆୟର ଜାଗା ମିଳିନଥିଲା। ସେଟା ତ ବହୁତ ଅଲଗା କଥା। ହଁ ହଁ ଇନ କେସ୍ ବିରାଟ କୋହଲିର ଗୋଟେ ଇଞ୍ଜୁର୍ଡ ଥିଲା ତ ତା ବଦଳରେ ଶ୍ରେୟସ ଆୟର ଖେଳିଥିଲା ଆଉ ଭଲ ପରଫମାନ୍ସ କରିଥିଲା। ମେ ବି ସେଞ୍ଚୁରି ମାରିଥିଲା ବୋଧେ ସେ ମ୍ୟାଚ୍ ରେ। ହଁ ତ ତାପରେ ଶ୍ରେୟସ ଆୟର ଏବେ ତ ବହୁତ ରିମୋର୍ସ ଶ୍ରେୟସ ଚାଲିଛି ଆୟର ବହୁତ ରିମୋର୍ସ ତ କହିବାନି କିଛି ବି ସୋର୍ସ ଅଛି କିଛି ରିମୋର୍ସ ଚାଲିଛି କି ଶ୍ରେୟସ ଆୟର ଆଜି ଓଡିଆଇ କ୍ୟାପ୍ଟେନ୍ କ୍ୟାପ୍ଟେନ୍ ଆସୁଛନ୍ତି ବଟ୍ ଯେ ଆଇ ଥିଙ୍କ ଫଲ୍ସ ରିମର୍ସ। ମେ ବି ବାକି T20 କୁ ଦେଖିବାକୁ ଯିବା ତ ଶ୍ରେୟସ ଆୟର ଆଇପିଏଲ୍ ରେ ପରଫମାନ୍ସ ବହୁତ ଭଲ ଦେଇଥିଲା ବହୁତ ଏଥରକ ଭଲ। 2025 ଆଇପିଏଲ୍ ରେ। ମାନେ ପ୍ରୋବାବ୍ଲି 600 ଭଳିଆ ରନ୍ କରିଛି ସିଏ। ହାଇ ସ୍କୋର 97 ଥିଲା। ହଁ 50 ଆଭରେଜରେ 50.33 ଆଭରେଜରେ ସେ ସ୍କୋର କରିଛି। ଗୁଡ୍ ତା ଗୁଡ୍ ଆଉ ଆଭରେଜ ଅଛି। ଡୋମେଷ୍ଟିକ କ୍ୟାରିୟର ବି ଭଲ ଥିଲା। ମାନେ ଡୋମେଷ୍ଟିକ ରିସେଣ୍ଟ କ୍ୟାରିୟର 170 ରିସେଣ୍ଟ ହଁ ଷ୍ଟ୍ରାଇକ୍ ରେଟ୍। ମୋର ଇଣ୍ଟରନାଲ କି 175.07 ଷ୍ଟ୍ରାଇକ୍ ରେଟରେ ସେ ସ୍କୋର କରିଛି। ହଁ ଦ୍ୟାଟ୍ସ ଏ ସୋ ବିଗ୍ ଥିଙ୍ଗ। କି ହୁଁ ଆଜିକା ଡେଟରେ ଯୋଉ T20 ଖେଳ ହଉଛି T20 ର ମେନ୍ ଜିନିଷ ହଉଛି ଷ୍ଟ୍ରାଇକ୍ ରେଟ୍। ଏବେ ତ ଇଣ୍ଡିଆରେ ଆଜିକାଲି କେହି ମୋଟୋ ଅଛି ଦେଖୁନାହାନ୍ତି ଯେ 10 ବଲ୍ 10ରେ କିଏ ଆଉଟ୍ ହେଲା। ଆଜିକାଲି ଦେଖୁଛନ୍ତି 10 ବଲରେ କିଏ 20 ମାରିଲା, କିଏ 25 ମାରିଲା, କିଏ 30 ମାରିଲା।
That's a big difference in today's T20 game. एबेकार इंडिया तो एबे मोटो चलची कि अटैकिंग क्रिकेट बाकी फिट श्रेयस अय्यर फिट बसतला अटैकिंग क्रिकेट पई मझरे श्रेयस अय्यर को बहुत ट्रोल करा आइतला बाउंसर खेली परनी बाउंसर अनकंट्रोल होउची से ता खेले रे भी सुधार सेटा कंप्लीटली से ता खेले रे सुधार आनी हाँ चंती एक्चुअली एटा जो इंग्लैंड रे से टेस्ट मैच खेला जाइतला लास्ट ईयर लास्ट टूर रे जतले विराट कोहली भी टीम रे थिले तो सही समय सेटा कंट्रोवर्सी एक्चुअली स्टार्ट हेइतला आई थिंक बाकी से तो से 2024 रो आईपीएल रो श्रेयस अय्यर 2025 आईपीएल रो श्रेयस अय्यर भीतर बहुत डिफरेंस बहुत थिला डिफरेंस है बहुत हमें डिफरेंस आईपीएल बेसिकली जदि टी20 कैलकुलेट करिया आईपीएल इज ए टॉप लीग तो सेही बेसिकली मु कहया गले आईपीएल 2025 रे बहुत भलो स्कोर करतला बहुत भलो स्ट्राइक रेट रे हां एटा ठीक कथा टीम रे पोजीशन वाइज फिट होउनी तो सेति लागि श्रेयस अय्यर को पसा जाईची टॉप कॉल फॉर श्रेयस अय्यर बाकी टीम रे एडजस्ट करियर थिला ओके हाँ आउ दी जण एटा भी प्लेयर का ना मो मन रे आसी जे कि हला हमर भलो परफॉर्मेंस करथिबा केएल राहुल आउ जणे भलो स्पिनर होउची युजवेंद्र चहल सो हाँ ताकू नै कि चहल कोन मत तो मानकर केएल राहुल तो केएल राहुल तो मु भाबु नाही कि टी20 रे वर्तमान ପାଇଁ फिट इंडियन टी20 स्क्वाड रे ଆସିବ ବୋଲି କାରଣ से ସେ ଆଟାକିଂ କ୍ରିକେଟ ତ ପଛରେ ଟିମ୍ ଇଣ୍ଡିଆ ଏଇକିନା ମୋଟୋ ହିସାବରେ ଚାଲିଛି ଯେହେତୁ ଟି20 ବି ଆଟାକିଂ ପୂର୍ବରୁ 160 150 ଯେ ସେଫ୍ ସ୍କୋର हाँ ଠିକଠାକ ସ୍କୋର ଥିଲା ବାକି ଏବେ 150 160 ତ ନର୍ମାଲ ସ୍କୋର ହେଇଯାଉଛି ସୋ ଆଟାକିଂ କ୍ରିକେଟ नो डाउट केएल राहुल बहुत क्लासी प्लेयर बहुत ଭଲ ପ୍ଲେୟାର ବି रिसेंट ବାକି ଏବେ आईपीएल रे भी भलो परफॉर्मेंस ଦେଇଥିଲା नो डाउट बट ରିସେଣ୍ଟ ଆଇପିଏଲ ବାକି ଏବେ ଇଣ୍ଡିଆରେ କୋଉ ପୋଜିସନ କେଏଲ ରାହୁଲ ଖେଳିବ ତ ପୋଜିସନ କଣ ତାକୁ ତ ସେମିତି ପୁଣି ବକଲ କଲେ ହବନି 5 6 7 ଏମିତି ସବୁଆଡେ ତ ପୁଣି ଜଣେ ଜଣେ ଫିକ୍ସ ପ୍ଲେୟାର ରଖିବାକୁ ପଡିବ ଆଜି ଫିନିଶର ଜିତେଶ ଶର୍ମାକୁ ଇଣ୍ଡିଆ ଦେଖୁଛି हाँ ହାର୍ଦ୍ଦିକ ପାଣ୍ଡ୍ୟା ତ ସହିତ ଅଛି ऑलरेडी ଟପ୍ हम ଅର୍ଡର पाखरे रिंकू सिंह अछि ହଁ फिनिशर ଟପ୍ ପାଇଁ ଅର୍ଡର ତ ଅଭିଷେକ ଶର୍ମା ଆଉ ଯେହେତୁ ଗିଲ୍ ଭାଇସ୍ କ୍ୟାପ୍ଟେନ୍ ତ ତାକୁ ସେଠୁ କେହି ଗିଲ୍ ଯେ ଆମେ ଗିଲ୍ हाँ ଗୋଟେ ଭଲ एक्चुअली ଟ୍ୟାଲେଣ୍ଟ ବାକି गिल को କିଛି वाइस कैप्टन କରିକି ସିଲେକ୍ଟର ଗୋଟେ ହିଣ୍ଟସ୍ ଦେଇ ଦେଇଛନ୍ତି ଯେ गिल ହଁ ପ୍ଲେइଂ 11 ରେ ଅଟୋମେଟିକାଲି ରହିବ until ରହିବ unless he is injured ହୁଁ ତ ଆଉ ଗୋଟେ କଥା ऑलरेडी दी जण भलो विकेट कीपर हमको मिली जाइछंती हाँ जे कि संजू सैमसन हला ଆଉ ଆମର ଜିତେଶ ଶର୍ମା हला तो थर्ड विकेट कीपर को भी नेबकु ସେମାନେ ଚାହିଁଲେ हाँ ସେଟା ଠିକ କଥା अच्छा ଆଉ ଆଉ ଗୋଟେ ଯଦି ଆମେ ଷ୍ଟାଣ୍ଡ ବାଇ ପ୍ଲେୟର ରେ ଦେଖିବା ତ ଧ୍ରୁବ ଜୁରେଲ ଥାର୍ଡ ୱିକେଟ କିପର ହିସାବରେ ଷ୍ଟାଣ୍ଡ ବାଇ ପ୍ଲେୟର ରେ ଅଛନ୍ତି ଆମେ ଇଜୁବେନ୍ଦ୍ର ଚହଲ କୁ ମିସ୍ କରିଗଲେ ହଁ ଇଜୁବେନ୍ଦ୍ର ଚହଲ को टीम एबे आगକୁ ଦେଖୁନାହିଁ ଠିକ ସେ କି କାହିଁକି ନା ଟପ୍ ହଁ मेन ସ୍ଟିଲ୍ ବୋଲର ହିସାବରେ ସ୍ପିନର ଦେଖୁନାହିଁ ଯେହେତୁ ଏବେ କୁଲଦୀପ ଯାଦବ ଏବେ ବେସିକ ଟିମ୍ ବେଶୀ ଫୋକସ କରୁଛି ଅନ୍ ଅଲରାଉଣ୍ଡର ଅଲରାଉଣ୍ଡର ଆଣ୍ଡ ବରୁଣ ଚକ୍ରବର୍ତ୍ତୀ ଆଜି ସ୍ପିନର ବରୁଣ ହଁ ବରୁଣ ଚକ୍ରବର୍ତ୍ତୀ କୁଲଦୀପ ଯାଦବ ପରଫରମାନ୍ସ ବହୁତ ଭଲ ଅଛି ତ ଏବେ ଟିମ୍ ଚହଲ ପାଇଁ ଦେଖୁନି ବାକି ଚହଲ ବି ବହୁତ ଭଲ ବୋଲର ବହୁତ ଭଲ ଲିଗ୍ ଯାଇଛି ତାଙ୍କର ତାର ବହୁତ ଭଲ ଲିଗ୍ ଯାଇଛି ତାଙ୍କର ଏଇ ଯୋଉ ରିସେଣ୍ଟ ଇଂଲଣ୍ଡରେ ଆଇପିଏଲ ଯୋଉ ସରି ଚାଲିଛି ଏବେ ସେ କାଉଣ୍ଟି ଖେଳୁଛି କାଉଣ୍ଟିରେ ଓକେ ତ ଆଉ ଗୋଟେ ତାହେଲେ ଷ୍ଟାଣ୍ଡ ବାଇ ପ୍ଲେୟର ଉପରକୁ ଆସିବା ଯଦି ଆମେ ହୁଁ ଏସଏସସି ଜେସୱାଲ ଗୋଟେ ଟଫ୍ କଲ୍ ହବ ହୁଁ ଏସୋସିଏସନ ୟେସ୍ ସିଏ ବି ଆଇ ଗୋଟେ ଥିଙ୍କ ଶୁଭମନ ଗିଲ୍ ଇଜ ଅନଏକ୍ସପେକ୍ଟେଡ ଏଣ୍ଟ୍ରି ଥିଲା ମୁଁ ଭାବୁଥିଲି କି ଶୁଭମନ ଗିଲ୍ ଜାଗାରେ ସେମାନେ ଯଶସ୍ୱୀ ଜୟସୱାଲ କୁ କଲ୍ କରିପାରିବେ ପାରିଥାନ୍ତେ यशस्वी ହୁଁ जायसवाल को हाँ सुमन गिल ଜାଗାରେ ସୁମନ ଗିଲ୍ ସି ଇଣ୍ଡିଆ ଲେଫ୍ଟ ରାଇଟ୍ କମ୍ବିନେସନ ଉପରେ ଫୋକସ ରଖିଛି ଟିକେ ବି ଫୋକସ୍ ଯେ ବି ଦେଲେ ବି ତ ସୁମନ ଗିଲ୍ ଜାଗାରେ या फिर ଅଭିଷେକ ଶର୍ମା ମତେ ଲାଗୁଛି ତ ବହୁତ ଅଭିଷେକ ଶର୍ମା ଜାଗାରେ ୟଶସ୍वी ଜୟସୱାଲ ପିଠେଇ ପାରିବ ଇନ କେସ୍ ହଁ ଅଭିଷେକ ଶର୍ମା ଏବେ ଓଡିଆଇ ର 1 ନମ୍ବର ବ୍ୟାଟ୍ସମ୍ୟାନ ସୋ ଓଡିଆଇ ନୁହଁ ତା ଟି20 ରେ ସରି ଟି20 ର ଟି20 ରେ ସରି ତ ତାକୁ ଆମେ ଟିମ ରୁ ହିଁ ବାହାର କରିପାରିବାନି ଟିମ୍ ରୁ ଓକେ ଏବେ इंडिया टीम सिलेक्शन रे एबे गोटे बहुत चेंजेस देखिବାକୁ ମିଳୁଛି ଯେମିତି କି ଆଗରୁ ଗୋଟେ 5 ବର୍ଷ ପଛକୁ ଯଦି ଯିବା ତ ଆଗରୁ ମାନେ ଜଣେ ଦି ଜଣ ହିଁ ମାତ୍ର ଲେଫ୍ଟି ପ୍ଲେୟାର ରହୁଥିଲେ ଯେମିତି ହଁ କି ଓପନର ହେଇଗଲା ଶିଖର ଧାୱନ ମାନେ ଲାଷ୍ଟ ଅର୍ଡର ରେ ହେଇଗଲା ଆମର ରବୀନ୍ଦ୍ର ଜାଡେଜା ରବୀନ୍ଦ୍ର ଜାଡେଜା ମାନେ ଆଫ୍ଟର ଯୁବରାଜ ସିଂ ଆଉ ସୁରେଶ ରାଇନା ଯେତେବେଳେ ଟିମ୍ ରେ ଖେଳିଲେନି ତ ଏବେ କିନ୍ତୁ ଦେଖିବାକୁ ମିଳୁଛି କଣ ଯେତିକି ରାଇଟ୍ ହ୍ୟାଣ୍ଡେଡ ରହୁଛନ୍ତି ତ ସେତିକି ହିଁ ଲେଫ୍ଟ ହ୍ୟାଣ୍ଡେଡ ରହୁଛନ୍ତି ମାନେ ହଁ ଅଲମୋଷ୍ଟ ଲେଫ୍ଟ ଏବାଉଟ ରାଇଟ୍ କମ୍ବିନେସନ କୁ ସେମାନେ ରଖିବା ପାଇଁ ପାଞ୍ଚ ଚେଷ୍ଟା ଜଣଙ୍କୁ ସେମାନେ କରୁଛନ୍ତି ଏବେ କନସିଡର କରୁଛନ୍ତି ଫର ଲେଫ୍ଟ ହ୍ୟାଣ୍ଡର ମାନେ ଟିମ୍ 11 ରେ ରଖିବା ପାଇଁ
ତ ସେଇଟା ଏବେ ଗୋଟେ ଲେଫ୍ଟ ଗୁଡ ଡିସିସନ। ଫୋକସ୍ କରୁଛନ୍ତି। ହଁ କାରଣ ଆମେ ଯଦି 2019 ମାନେ ଦେଖିବା ତ ସେଇଠି ବି ବହୁତ ଚାଲିଥିଲା କି ଲେଫ୍ଟ ରାଇଟ୍ କମ୍ବିନେସନ ର ଇସ୍ୟୁ ଥିଲା ଯେତେବେଳେ ଆମର ଧାୱନ ଇଞ୍ଜର୍ଡ ହେଇଗଲା। ହଁ ତ ସେମ୍ ଆଉ ଗୁଡ ଡିସିସନ ଅଲସୋ କି ହଁ ଲେଫ୍ଟ ରାଇଟ୍ କମ୍ବିନେସନ ହେଲେ ଗୋଟେ ବୋଲର କୁ ସେମ୍ ଲେନ୍ଥ ରେ କଣ୍ଟିନ୍ୟୁଅସ୍ ବୋଲିଂ କରିବାକୁ ପ୍ରୋବ୍ଲେମ ହବ। ଲେଫ୍ଟ ରାଇଟ୍ କମ୍ବିନେସନ ରେ ବ୍ୟାଟ୍ସମ୍ୟାନ ଯଦି ଷ୍ଟ୍ରାଇକ୍ ଚେଞ୍ଜ ହବ ତ ତାକୁ ଅଟୋମେଟିକାଲି ଲେନ୍ଥ ତାକୁ ଚେଞ୍ଜ କରିବାକୁ ପଡିବ। ତ ଷ୍ଟ୍ରାଟେଜି ଗୁଡ ବି ଚେଞ୍ଜ ଡିସିସନ। କରିବାକୁ ପଡିବ। ଫିଲ୍ଡ ସେଟଅପ୍ ଚେଞ୍ଜ କରିବାକୁ ପଡିବ ବହୁତ କିଛି ଅଛି। ଆଇ ତ ଥିଙ୍କ ବ୍ୟାକ୍ ଇଟ୍ସ ଟୁ ଅଲସୋ ଆୱାର ଟିମ୍ କି ଓକେ ଏବେ ଆମେ ଟିମ୍ 11 ଉପରେ ଟିକେ ଡିସ୍କସନ କରିଦବା। ଟିମ୍ 11 ଉପରେ ଆମେ ଡିସ୍କସନ କରିବା ଆଗରୁ ଆମେ ଏଟା ବି ଗୋଟେ ଡିସ୍କସନ କରିବା ଯେ ସୁମନ ଗିଲ୍ ଆଜ ଏ ଭାଇସ୍ କ୍ୟାପ୍ଟେନ୍ କୋଉ ପ୍ଲେସ ରେ ଖେଳିବା ଉଚିତ? ସଞ୍ଜୁ ସାମସନ ଜାଗାରେ ନା 3 ନମ୍ବର ପ୍ଲେସ ରେ ଯୋଉଟା କି ଆକର୍ଡିଂ ଟୁ ମ୍ୟାଚ୍ ସିଚୁଏସନ ଚେଞ୍ଜ ହଉଥିଲା ଯଦି ଲେଫ୍ଟି ଆଉଟ୍ ହଉଥିଲା ତ ତିଲକ ବର୍ମା ଆସୁଥିଲେ ଆଉ ରାଇଟି ଆଉଟ୍ ହେଇଥିଲେ କ୍ୟାପ୍ଟେନ ସୂର୍ଯ୍ୟ କୁମାର। ତ ସେଇଟା କୋଉ ଜାଗାରେ ସେଇଟା ଡିପେଣ୍ଡ କରେ ମତେ ଲାଗୁଛି ବେସିକଲି ଗ୍ରାଉଣ୍ଡ ଉପରେ ବି ଡିପେଣ୍ଡ କରେ ସିଲେକ୍ସନ ଉପରେ ମୋଷ୍ଟ ଓନ୍ଲି ଇଣ୍ଡିଆର ଆଭରେଜ ମ୍ୟାଚ୍ ଅଛି ଦୁବାଇ ଦୁବାଇ ଇଣ୍ଟରନ୍ୟାସନାଲ ହଁ କ୍ରିକେଟ ସୋ ମତେ ମୋ ଅନୁସାରେ କି ସିଏ ଦୁବାଇ ମୋଷ୍ଟ ଓନ୍ଲି ସ୍ପିନର କୁ ସାହାଯ୍ୟ ଟିକେ କରିବ। ନୋ ଡାଉଟ୍। ତ ଅଲସୋ ଫାଷ୍ଟ ବୋଲର ବି ସେଠି ହାବି ହେଇପାରିବେ ମତେ ଲାଗୁଛି ସୁମନ ଗିଲ୍ ତ ଭାଇସ୍ କ୍ୟାପ୍ଟେନ୍ ଆଜ ଏ ଟିମ୍ ରେ ଆସିଛନ୍ତି ମାନେ ତ ଅବଭିୟସଲି ଆମର ସଞ୍ଜୁ ସାମସନ ନହେଲେ ତିଲକ ବର୍ମା ତ ମୋଷ୍ଟ ପ୍ରୋବାବଲି ନୁହଁ ମତେ ଲାଗୁଛି ନାଇଁ ସଞ୍ଜୁ ତିଲକ ସାମସନ ବର୍ମା ଇଣ୍ଡିଆ ଟିମ୍ ଅଲରେଡି T20 ରେ ନମ୍ବର 2 ବ୍ୟାଟର ଅଭିଷେକ ଶର୍ମା ନମ୍ବର 1 ତ ତିଲକ ବର୍ମା ନମ୍ବର 2। ତ ସେଥିପାଇଁ ନା ଯଦି ଚେଞ୍ଜ ହବ ମତେ ଲାଗୁଛି ସଞ୍ଜୁ ସାମସନକୁ ସେମାନେ ପଛୁ ଟିକେ ଦେଖିପାରିବେ। ରଖିପାରିବେ ଫାଷ୍ଟ ସୁମନ ଗିଲ୍ କୁ ଚାନ୍ସେସ୍ ମିଳିପାରେ। ସେମିତି ବି ଟିମ୍ ୱାଇଜ୍ ବି କିଛି ପିଲା କିଛି ପ୍ଲେୟାର ମାନଙ୍କ ଚେଞ୍ଜେସ୍ ହବ ଟିମ୍ ୱାଇଜ୍ କିଛି ଜଣଙ୍କୁ ଇଣ୍ଡିଆ ଦେଖିବ। ଯେହେତୁ ଆଗକୁ ଗୋଟେ ବଡ ଇଭେଣ୍ଟ ୱାର୍ଲଡ କପ୍ ଟା ଆସୁଛି ଆସିଯାଉଛି ଇଣ୍ଡିଆକୁ ପୁଣି ଆସିବାକୁ ଯାଉଛି ମୋଷ୍ଟ ପ୍ରୋବାବଲି ହଁ ଇଣ୍ଡିଆ T20 ୱାର୍ଲଡ କପ୍ ହବାର ଅଛି। ଆଉ ଗୋଟେ ତ ଜିନିଷ ହଉଛି ତିଲକ ବର୍ମାକୁ ସେମାନେ ଡାଉନ ଅର୍ଡର ରଖିପାରନ୍ତି ମୋର ମତ ଥିଲା ଏଇଆ କି ତିଲକ ବର୍ମାକୁ ଡାଉନ ଅର୍ଡର କରି ମାନେ ଡାଉନ ଅର୍ଡରରେ ଖେଳିବା ପାଇଁ ଯେମିତି ତମେ କହୁଥିଲ କି ଦେବପ୍ରିୟ ସେ ଫାଷ୍ଟ ଡାଉନ୍ ଖେଳିପାରିବ ନୋ ଡାଉଟ୍ ସେ ଫାଷ୍ଟ ଡାଉନ୍ ଖେଳିପାରିବ ସେକେଣ୍ଡ ଡାଉନ୍ ବି ଖେଳିପାରିବ ଥାର୍ଡ ଡାଉନ୍ ବି ଖେଳିପାରିବ। ବଟ୍ ମୁଁ ତାକୁ ଥାର୍ଡ ଡାଉନ୍ କୁ ଏଇଥିପାଇଁ ରଖୁଛି ସୂର୍ୟା ପଛରେ କିମ୍ବା ମାନେ ସୂର୍ୟା ଆଉ ତିଲକ ବର୍ମା ଦି ଜଣ ଅଲ୍ଟରନେଟ୍ ହେଇପାରିବେ। କାରଣ ସେତେବେଳେ ଆମର ଚାନ୍ସେସ୍ ମିଳିଯିବ କଣ ଓପନିଂ ଅର୍ଡରରେ ଆମେ ସଞ୍ଜୁ ସାମସନକୁ ବି ଖେଳେଇ ପାରିବା। ସୁମନ ଗିଲ୍ କୁ ବି ଖେଳେଇ ପାରିବା। କାରଣ ଦୁବେର ଫର୍ମ ଟା ଯେମିତି T20 ୱାର୍ଲଡ କପ୍ ରେ ଥିଲା ମାନେ ରିସେଣ୍ଟ ଡେଜ୍ ରେ ସେ କିଛି ମାନେ ଡୋମେଷ୍ଟିକ ରେ ବି ସେମିତି କିଛି ପରଫମାନ୍ସ ଦେଇନି। ଓକେ ତ ମତେ ଲାଗୁନି ଏଥିପାଇଁ କି ଦିଟା ୱିକେଟ କିପର ସହିତ ଇଣ୍ଡିଆ ଯିବ ବୋଲି। ହଁ ନା ଦିଟା ୱିକେଟ କିପର ଇଣ୍ଡିଆ କେବେ ଯିବନି। କାହିଁକିନା ଯଦି ଯିବ ବୋଲି ଯିବନି ୱାନ୍ସ ଓକେ ସଞ୍ଜୁ ଠିକ ସାମସନ ଅଛି ଖେଳୁଛି ତ ଜିତେଶ ଶର୍ମା ଟିମ ରେ ଖେଳି ପାରିବ ନାହିଁ। ଆଉ ଯଦି ତାପରେ ଜିତେଶ ଶର୍ମା ଖେଳୁଛି ଆଜ ଏ ଫିନିସର ୱିକେଟ କିପର ତ ଓପନିଂ ରେ ସଞ୍ଜୁ ସାମସନ ୱିକେଟ କିପର ଖେଳି ପାରିବ ନାହିଁ। ତାପରେ ସେମିତି 100% ସିଓର ନୁହେଁ ବଟ୍ ଓପନିଂ ରେ ଆମେ ରିସେଣ୍ଟ ଡେଜ୍ ରେ ଦେଖିବା ସଞ୍ଜୁ ସାମସନ ର ଭଲ ସ୍କୋରିଂ ହଁ ଏରିଆ ଅଛି ପରଫମାନ୍ସ ଭଲ ଯାଇକି ଅଛି 100 ପରଫମାନ୍ସ ହିସାବରେ ସଞ୍ଜୁ ସାମସନକୁ କନସିଡର କରୁଛି ଏଇଥିପାଇଁ ତମେମାନେ ଯେମିତି ପଚାରୁଥିଲ କି ସଞ୍ଜୁ ସାମସନ ର ପ୍ଲେସ୍ ନାହିଁ ବୋଲି କିନ୍ତୁ ସଞ୍ଜୁ ସାମସନ ର ପ୍ଲେସ୍ କେମିତି ବାହାର କଲି ନା ତିଲକ ବର୍ମାକୁ ଆମେ ଡାଉନ୍ ଅର୍ଡର କରିବା ଆଉ ଯେହେତୁ ବର୍ତ୍ତମାନ ଶିବମ ଦୁବେ ର ଫର୍ମ ନାହିଁ ତ ତାକୁ ଡ୍ରପ୍ କରିକି ଆମେ ସଞ୍ଜୁ ସାମସନକୁ ଉପର ଅର୍ଡରରେ ଖେଳେଇଲେ ତ ଆମେ ତିଲକ ବର୍ମାକୁ ଡାଉନ୍ ଅର୍ଡରରେ ଖେଳେଇ ପାରିବା। ତାପରେ ଆମର ଯୋଉ ଆସିପାରିବେ ହାର୍ଦ୍ଦିକ ପାଣ୍ଡିଆ ତ ଆଉ ଆମର ଜିତେଶ ଆମେ ଶର୍ମା। ଆମେ ଦେଖିବା ଚେଷ୍ଟା କରିବା ଗୋଟେ ଆମର ତିନି ଜଣଙ୍କର ଗୋଟେ ମିକ୍ସ ପ୍ଲେଇଂ ପ୍ଲେଇଂ ଇଲେଭେନ ତିଆରି କରିବା ପାଇଁ ସ୍କ୍ରିନରେ ଶୋ କରିଦବ ତ ଅଡିଏନ୍ସ ମାନେ ବି ଦେଖିପାରିବେ ପ୍ଲେଇଙ୍ଗ ଇଲେଭେନ ବି ଆମେ ସିଲେକ୍ସନ କରିପାରିବା ବାକି କଥା ତ ଯଦି ତିଲକ ବର୍ମା 5 ନମ୍ବରରେ ଆସି ଖେଳିବ ହୁଁ। ତ ଆମ ପାଖରେ ତାହେଲେ ଅଲରେଡି ରିଙ୍କୁ ସିଂ ଅଛି 5 ନମ୍ବର 6 ନମ୍ବରରେ ଖେଳିବା ପାଇଁ। ଅଲରେଡି ଅଛି ସ୍ପେଶାଲିଷ୍ଟ ଫିନିସର ଦେନ୍ 6 ନମ୍ବର କୁ ହାର୍ଦ୍ଦିକ ପାଣ୍ଡିଆ 7 ନମ୍ବର କୁ ଜିତେଶ ଶର୍ମା ହେଇଯାଉଛି ତ 8 9 10 11 ଚାରିଟା ହିଁ ବୋଲର ହେଇପାରିବେ ଆଉ ଗୋଟେ ଅଲରାଉଣ୍ଡର ସଟେଜ ଯେମିତି ହେଲେ ବି ଗୋଟେ ଅଲରାଉଣ୍ଡର ସଟେଜ ଆଇଦର ସଞ୍ଜୁ ସାମସନ ଜାଗାରେ ସେମାନେ ଯଦି ସୁମନ ଗିଲ୍ ଫାଷ୍ଟ ଡାଉନ୍ ଆସୁଛି ଏମାନେ ଅକ୍ଷର ପଟେଲକୁ ଇନପୁଟ କରିପାରିବେ ଭିତରେ ଗୋଟେ ବ୍ୟାଟିଂ ଅପସନ ସ୍ପିନିଂ ଅପସନ ବହୁତ ମିଳିଯିବ ତିନିଟା ଫାଷ୍ଟ ବୋଲର ଦିଟା ଫାଷ୍ଟ ବୋଲର ଅନଲାଇନ୍ ବୋଲର ଆଉ ଗୋଟେ ସିମର ଆଉ ଦିଟା ସ୍ପିନର ଆଉ ଗୋଟେ ଅଲରାଉଣ୍ଡର ଅଲରାଉଣ୍ଡର ବୋଲିଂ ଅଲରାଉଣ୍ଡର ଅଛି। ତମେ ବୋଲିଂ ଅପସନ ଆସିଲେ ଫାଷ୍ଟ ଆମର ଦେଖିବା ଆସିବା ବୁମ୍ରା ଆଉ ଅର୍ଷଦୀପ ସିଂ ଫାଷ୍ଟ ବୋଲର ରହିଲେ ହଁ ଆଉ ନୋ ଜଣେ ଡାଉଟ୍ ସ୍ପିନର ଆସିବ ତ ଫାଷ୍ଟ ସ୍ପିନର ମୋ ହିସାବରେ ଫାଷ୍ଟ ଆସିବ ହଉଛି ଆମର ବରୁଣ ଚକ୍ରବର୍ତ୍ତୀ କାରଣ ତାର ଦୁବାଇରେ ଭଲ
परफॉर्मेंस ଥିଲା ଚମ୍ପିୟନ୍ସ ଭଲ ଟ୍ରଫିରେ ପରଫର୍ମାନ୍ସ ଥିଲା ରିସେଣ୍ଟଲି। ହଁ ଚାମ୍ପିୟନ୍ସ ଟ୍ରଫିରେ। ଆଉ ତ 3 ଜଣ ହେଇଗଲେ। ଆଉ 4 ନମ୍ବରରେ ମୋର ଆସିବ ଅକ୍ଷର ପଟେଲ, ଆଉ 5 ନମ୍ବର ହଉଛି ହାର୍ଦ୍ଦିକ ପାଣ୍ଡ୍ୟା। ତ 5 ଜଣ ମୋର ବୋଲର ଅପସନ ହେଇଗଲେ, ତ ପ୍ଲସ ତମ ଟିମରେ କୁଲଦୀପ ଅଲରାଉଣ୍ଡର ଆଉ ଯାଦବର ବୋଲର ପାଇଁ ମିଶିକି। ଜାଗା ନାହିଁ। କୁଲଦୀପ ଯାଦବ ଆମେ କେତେବେଳେ ଆଣିବେ, ଯଦି ବରୁଣକୁ ଡ୍ରପ୍ କରୁଛେ, କିମ୍ବା ଯଦି ମତେ ଏକ୍ସଟ୍ରା ସ୍ପିନର ଲାଗିଲା, ଯେମିତି କି ଆମର ତ ଅଲରେଡି ଏକ୍ସଟ୍ରା ସ୍ପିନର ଅଛନ୍ତି ଅକ୍ଷର ପଟେଲ ଏଇ ହିସାବରେ। ତ ଯଦି ନା ଆମେ ଅକ୍ଷର ଦେଖୁଛୁ, ପଟେଲକୁ ଆମେ ଆଜ ଏ ବୋଲିଂ ଅଲରାଉଣ୍ଡର ଦେଖିପାରିବା, ଯିଏକି ବ୍ୟାଟିଂରେ କିଛି ଡେପ୍ଥ ଦେଇପାରୁଛି। ନାଇଁ ତ ଆମେ ସେଇ ଯଦି କଥା। ପ୍ରପର ବୋଲର ଦେଖିବାକୁ ଯିବା ତ ଆମର ପ୍ରପର ବୋଲର 4ଟା କରିବାକୁ ପଡିବ, ରଖିବାକୁ ପଡିବ। ହଁ ତ ଆମେ ଯଦି ଯିବା 3ଟା ଫାଷ୍ଟ ବୋଲର 3-2 କମ୍ବିନେସନରେ, ନହେଲେ 2-2 କମ୍ବିନେସନରେ। ହଁ 3ଟା ଫାଷ୍ଟ ବୋଲର ସରି 3-1 ନହେଲେ 2-2 କମ୍ବିନେସନରେ। ତାପରେ ଆଇଦର ମୁଁ ଏଇ ଟିମ୍ ଟା କେମିତି କଣ ପାଇଁ କହିଲି ନା, ଏଇ ପ୍ଲେୟାରଙ୍କୁ କାଇଁ ଚୁଜ୍ କଲି, କାରଣ ଏବେ ଇଣ୍ଡିଆ ଚାହୁଁଛି କି ବ୍ୟାଟିଂ ଏନହାନ୍ସ କରିବା ପାଇଁ, ମାନେ ବ୍ୟାଟିଂ ଉପରେ ବହୁତ ଫୋକସ କରୁଛି। ତ ସେଇ ବ୍ୟାଟିଂରେ ବି ହିସାବରେ ଡେପ୍ଥ ତାଙ୍କର ଯୋଉ ଦେଖିବା ପାଇଁ। ଷ୍ଟ୍ରାଟାଜି ଥିଲା, ହଁ, ତ ସେଇ ଅନୁଯାୟୀ ସେଇଟା ଯୋଉ ମୋଷ୍ଟ ଷ୍ଟ୍ରାଟାଜି ଥିଲା, ପ୍ରୋବାବଲି ତ ଟେଷ୍ଟ ପାଇଁ ଥିଲା। ବ୍ୟାଟିଂ ଏନହାନ୍ସଟା ମୋର ପ୍ରୋବାବଲି ସେ ଟେଷ୍ଟ ପାଇଁ ଚାହୁଁଥିଲା। ଓକେ, ବଟ୍ T20 ରେ ବି କରିପାରିବା। ବଟ୍ ସେମିତି କହିବାକୁ ଗଲେ ଆକ୍ଚୁଆଲି T20 ରେ ବି ଗୋଟେ ଜିନିଷ ହଉଛି 5ଟା ବୋଲର ରଖିପାରିବାନି, ଯେମିତି ହେଲେ ବି ଗୋଟେ 6ଟା ବୋଲର ଦରକାର, ମାନେ ହଁ ସେଇଟା ଅଲରାଉଣ୍ଡରକୁ ଠିକ। ମିଶେଇକି। ତ ସେଇ ହିସାବରେ ଠିକ ଅଛି। ଆମେ ଯେ ଯଦି ଷ୍ଟାର୍ସ ଉପରୁ ଦେଖିବାକୁ ଯିବା, ଷ୍ଟାର୍ସ ବଗେରାରେ ୟଶୱାଲ ଜୟଶ୍ରୀ ଜୟସୱାଲ ଆଇପିଏଲ ଷ୍ଟାର୍ସ ଓନ୍ଲି ଦେଖିବାକୁ ଯିବା, ମ୍ୟାଚ୍ ଇଣ୍ଟରନ୍ୟାସନାଲ ମ୍ୟାଚ୍ ନୁହଁ, ମୁଁ ଆଇପିଏଲ ଷ୍ଟାର୍ଟ ଦେଖିବାକୁ ଯିବା, ୟଶୱାଲ ଜୟସୱାଲର ବି ଷ୍ଟାର୍ସ ଠିକ ଠାକ ଅଛି। ହଁ ଏମିତି ନୁହେଁ କି ବହୁତ ଖରାପ ଖେଳିଛି। ଆଇ ଥିଙ୍କ 500 ପାଖାପାଖି ରନ୍ ସ୍କୋର କରିଛି ସେ, ୱିଥ୍ ଦ ଆଭରେଜ ଅଫ୍ 43-44 ସମଥିଙ୍ଗ। ଆଭରେଜ 43, ଆଭରେଜରେ ହଁ 559 ସ୍କୋର କରିଛି ସେ। 559 ସ୍କ୍ରିନରେ ଶୋ କରିଦବା ତ ଅଡିଏନ୍ସ ମାନଙ୍କୁ ବି ସହଜ ହବ ଦେଖିବା ଲାଗି। ଜଣା ପଡିଯିବ। ଷ୍ଟ୍ରାଇକ୍ ରେଟ୍ ୱିଥ୍ ଦ ଷ୍ଟ୍ରାଇକ୍ ରେଟ୍ 160, 159.71 ଷ୍ଟ୍ରାଇକ୍ ରେଟ୍ରେ ସ୍କୋର 160 କରିଛି। 160 ଇଟ୍ସ ଏ ଫାଇଭ୍ ଗୁଡ ଷ୍ଟ୍ରାଇକ୍ ରେଟ୍। ଗୁଡ୍ ଷ୍ଟ୍ରାଇକ୍ ରେଟ୍ ଓପନିଂ ପାଇଁ। ହଁ ଆଉ ସେମିତି ସୁମନ ଗିଲ୍ ବି ବହୁତ ବଢିଆ ପ୍ରଦର୍ଶନ କରିଛି ସେ ହଁ ଆଇପିଏଲ ରେ। ଗୁଜୁରାଟ ପାଇଁ ଆଉ ସୁମନ ତାର ବି ଗିଲ୍ ସେମ୍ କମ୍ବିନେସନ୍। ଓପନିଂରେ ଭଲ 15ଟା ପ୍ରଦର୍ଶନ ମ୍ୟାଚ୍ କରିଛି। ପାଇଁ 650 ରନ୍, 600 କ୍ରସ୍ କରିବା ଗୋଟେ ସିଜନ ମାନେ ସେ ଗୋଟେ ଭଲ ପ୍ଲେୟାର ସ୍କୋର। ଆଉ ହଁ ସିଏ ବି ଅଲମୋଷ୍ଟ ଆଭରେଜ 50, ଆଉ ଷ୍ଟ୍ରାଇକ୍ ରେଟ୍ 155.88 ଷ୍ଟ୍ରାଇକ୍ ରେଟ୍ରେ ସେ ସ୍କୋର କରିଛି। ନଟ୍ ଏ ବ୍ୟାଡ୍ ସୋ ଷ୍ଟ୍ରାଇକ୍ ରେଟ୍। ସଞ୍ଜୁ ସାମସନ୍ ପାଇଁ 1 ସେକେଣ୍ଡ ଟଫ୍ କଲ୍ ଥିଲା। ସଞ୍ଜୁ ସାମସନ୍ ସେମ୍ ହଁ ଇଞ୍ଜୋର୍ଡ ପାଇଁ ରିସେଣ୍ଟଲି ଆମେ ଯଦି ଆଇପିଏଲ ର ପରଫରମାନ୍ସ ଦେଖିବା ତ ସଞ୍ଜୁ ସାମସନ୍ ମେ ବି କମ ମ୍ୟାଚ୍ ଖେଳିଛନ୍ତି। ଆଉ ଆଇପିଏଲ ଇଞ୍ଜୋର୍ଡ ପରଫରମାନ୍ସ ୱାଇଜ ଇଞ୍ଜୋର୍ଡ ଥିଲା କାହିଁକି ନା ସେ। ଇଞ୍ଜୋର୍ଡ ପାଇଁ ସେମ୍ 9ଟା ମ୍ୟାଚ୍ ହିଁ ସେ ଖେଳି ପାରିଛି। 250 ସ୍କୋର 9ଟା କରିଛନ୍ତି। ମ୍ୟାଚ୍ ଅଲଗା କମ ମ୍ୟାଚ୍ ନୁହଁ, ବଟ୍ ପରଫରମାନ୍ସ ସେତେ ନଥିଲା ଆଇପିଏଲ ର। ନଥିଲା ଷ୍ଟ୍ରାଇକ୍ ବଟ୍ ରେଟ୍ ଆଭରେଜ ଥିଲା ହଁ 140.39, ଆଭରେଜ 35.63, ଟିକେ କମ ଥିଲା। ବାକି ନା ବଟ୍ ଯେହେତୁ ଯଦି ଇଞ୍ଜୋର୍ଡ ଆମେ ଥିଲା ତ ପ୍ରିଭିୟସ୍ ସିରିଜ ର ଦେଖିବା, ଇଣ୍ଡିଆର ପ୍ରିଭିୟସ୍ ସିରିଜ କୁ ଦେଖିବା ହଁ ତ 2024 ଆଇପିଏଲ ରେ ସେ ବହୁତ ସ୍କୋର କରିଥିଲେ, 539 ସ୍କୋର କରିଥିଲେ। ହଁ 531 ଭଳିଆ ସ୍କୋର କରିଥିଲେ, ନାଇଁ 153 ଷ୍ଟ୍ରାଇକ୍ ଆଇପିଏଲ ରେଟ୍ ରେ କଥା ସେ। ମୁଁ କହୁନି, ମୁଁ ଯଦି ପ୍ରିଭିୟସ୍ ସିରିଜ କଥା କହିବା, T20 ସିରିଜ କଥା କହିବା, ତ ସଞ୍ଜୁ ଓକେ ସାମସନ୍ ର ବ୍ୟାକ୍ ଟୁ ବ୍ୟାକ୍ 100 ଥିଲା ଆଇ ଥିଙ୍କ। ବ୍ୟାକ୍ ଟୁ ବ୍ୟାକ୍ ୟା ଫିର 3ଟା ମ୍ୟାଚ୍ ରେ 2ଟା 100 ଏମିତି କିଛି ଥିଲା। ବାଂଲାଦେଶ ଏଗେନଷ୍ଟ ରେ ବି ଥିଲା, ଆଉ ସାଉଥ ଆଫ୍ରିକା ଏଗେନଷ୍ଟ ରେ ବି ଥିଲା। ତ ପରଫରମାନ୍ସ କିଛି ଖରାପ ନଥିଲା, କିନ୍ତୁ ମୁଁ ଭାବୁଛି ଯେ ଜିତେଶ ଶର୍ମା ଆଜ ଏ ୱିକେଟ କିପର ବ୍ୟାଟର ଯେମିତି ଟିମ ରେ ଇନକ୍ଲୁଡ ହେଲା ଫିନିଶର ପାଇଁ, ଆଉ ସେଟାକୁ ଲକ୍ଷ୍ୟ ରଖିକି ମେ ବି ଶୁଭମନ ଗିଲ୍ କୁ ଆଜ ଭାଇସ୍ କ୍ୟାପ୍ଟେନ୍ ଆଉ ଓପନିଂ ସ୍ଲଟ୍ ପାଇଁ ସେମାନେ କନସିଡର କରିଛନ୍ତି। ମୋ ମତ ଏଇଟା। ସେମ୍ ଯେମିତି କି ଆମେ କଥା ହଉଛେ ଅଭିଷେକ ଶର୍ମା ବିଷୟରେ। ହଁ ଅଭିଷେକ ଶର୍ମା ତ ହଟେଇ ହବନି, ଅଭିଷେକ ଶର୍ମାର ପରଫରମାନ୍ସ ନୋ ତ ଡାଉଟ୍ ଅଭିଷେକ ଶର୍ମା ରିସେଣ୍ଟଲି #1 T20 ବ୍ୟାଟର। ହଁ କାରଣ ସେ ଶୋ ବି କରିଛି ତା ଟ୍ୟାଲେଣ୍ଟ, ଆଇପିଏଲ ବି ଶୋ କରିଛି, ଲିଗ୍ ମ୍ୟାଚ୍ ବି ଶୋ କରିଛି। ଯଦି ଆମେ ଆଇପିଏଲ ଦେଖିବାକୁ ଯିବା, ସେ 439 ରନ୍ କରିଛି। ଆଉ ଷ୍ଟ୍ରାଇକ୍ ରେଟ୍ ଶୁଣିଲେ ତ ମାନେ ଅଭିଷେକ ଯିଏ ଶର୍ମା ନାହିଁ ଅଭିଷେକ ଶର୍ମାର ଦ ବିଗେଷ୍ଟ ଥିଙ୍ଗ ଇଜ ହାଇ ଷ୍ଟ୍ରାଇକ୍ ରେଟ୍। 193.99 ଅଲମୋଷ୍ଟ 200 ଷ୍ଟ୍ରାଇକ୍ ରେଟ୍ରେ ସ୍କୋର କରିଛି। ହଁ ତ ଅଭିଷେକ ଶର୍ମା ତ ଚାନ୍ସ ତ ବନୁଛି। ନା ଅଭିଷେକ ଶର୍ମା କି ଫର ଓପନିଂ ଇଜ ଏ ଡିଜର୍ଭିଂ କ୍ୟାଣ୍ଡିଡେଟ୍, ନୋ ଡାଉଟ୍। ବଟ୍ ଦ ଥିଙ୍ଗ ଇଜ ଦ୍ୟାଟ୍ କି ସଞ୍ଜୁ ସାମସନ୍ ଆଣ୍ଡ ଶୁଭମନ ଗିଲ୍ ଭିତରେ କିଏ ଆସିବ ଅଭିଷେକ ଶର୍ମା ସହ? ସଞ୍ଜୁ ସାମସନ୍ ସୁମନ ଗିଲ୍ ଭିତରେ ଯେହେତୁ ଗିଲ୍ ଆଜ ଏ ଭାଇସ୍ କ୍ୟାପ୍ଟେନ୍ ଟିମରେ ଅଛି, ତ ଗିଲ୍ ହିଁ ଅବଭିୟସଲି ଆସିବ। ଆଉ ଯଦି ଆମେ ଦେଖିବାକୁ ଯିବା ସଞ୍ଜୁ ସାମସନ୍ ଆଉ ଜିତେଶ ଶର୍ମା ଭିତରେ, ତ ଜିତେଶ ଶର୍ମା ଲାଷ୍ଟ ଆଇପିଏଲ ମ୍ୟାଚରେ ଅବଶ୍ୟ
ବହୁତ ସ୍କୋର ତ ଏମିତି କରିନି କିନ୍ତୁ ନାଇଁ ଭଲ ନାଇଁ ଷ୍ଟ୍ରାଇକ୍ ରେଟ୍ ରେ ଯେତିକି ବି ହିଟିଂ ଆବିଲିଟି ରେ ସ୍କୋର ଫିନିସିଂ ନାଇଁ କରିଛି ଆକ୍ଚୁଆଲି ଆଜ ଏ ଫିନିଶର 176.35 ଷ୍ଟ୍ରାଇକ୍ ରେଟ୍ ରେ ଫିନିଶ କରିଛି ହଁ with the average 37.29 almost ବହୁତ ମ୍ୟାଚ୍ ବାଙ୍ଗାଲୋର କୁ ଜିତିବା ପଛରେ ବି ଜିତେଶ ଶର୍ମାର ବହୁତ ହାତ ଟିମ୍ ବହୁତ ହାତ ଡେବିଟ୍ ବି ଅଛି। ଅଛି ହଁ ବାକି ମାନେ ଜିତେଶ ଜିତେଶ ନାଇଁ ଶର୍ମା ଶର୍ମାକୁ ଜିତେଶ ସେମାନେ ଶର୍ମା ଏଇଥିପାଇଁ ନେଇଛନ୍ତି, ଦେଖ ହଁ ଜିତେଶ ଶର୍ମାକୁ କଣ ପାଇଁ ସେମାନେ ନେଇଛନ୍ତି, ସେ ଗୋଟେ ୟଙ୍ଗ ଟ୍ୟାଲେଣ୍ଟ ଯିଏକି ଏପର୍ଯ୍ୟନ୍ତ ଡେବ୍ୟୁ କରିନି ଇଣ୍ଡିଆ ପାଇଁ। ନନ୍ ଏକ୍ସାଇଟେଡ୍ ଟ୍ୟାଲେଣ୍ଟ ଗୋଟେ ହଁ। ଯେ 10 ବଲରେ 30 ତ ମାରିବାର ସେମାନେ ତାକୁ ଏମିତି ସେମାନେ ଲଙ୍ଗ ଟର୍ମ ପାଇଁ ଭାବୁଛନ୍ତି, ସୋ ସେଇଥିପାଇଁ ମାନେ T20 ୱାର୍ଲଡ କପ୍ କୁ ଆଖିରେ ରଖିକି ତାକୁ ନେଇଛନ୍ତି। ହଁ ତ ଏସିଆ କପ୍ ରେ ଆମର ଏତେ ବି ମାନେ ଭଲ ଟିମ୍ ଖେଳୁନାହାନ୍ତି, ମାନେ ଆଜ କମ୍ପାରିଜନ ଟୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ସାଉଥ ଆଫ୍ରିକା। ବଟ ସେମିତି ଆମେ କହିପାରିବାନି କି ଏସିଆ କପ୍ ମାନେ ଖରାପ ଟୁର୍ଣ୍ଣାମେଣ୍ଟ ନୁହଁ, ହଁ ବୋଲି। ଟପ୍ ଟୁର୍ଣ୍ଣାମେଣ୍ଟ। ତ ସେଥିପାଇଁ ତାକୁ ଗୋଟେ ଏକ୍ସପିରିଏନ୍ସ ଦେବା ପାଇଁ, ଆଉ ତାର ଡେବ୍ୟୁ ସହିତ ତାର ଗୋଟେ ଏକ୍ସପିରିଏନ୍ସ ଆଉ ତାର ଟ୍ୟାଲେଣ୍ଟ କେମିତି ଅଛି, ପ୍ଲସ୍ ୱିକେଟ କିପିଂ ବି ଆମେ ଦେଖିବାକୁ ପଡିବ। କାରଣ ୱିକେଟ କିପିଂ ପାଇଁ ଅଲରେଡି ଇଣ୍ଡିଆରେ ମାନେ ବହୁତ କମ୍ପିଟିସନ ଚାଲିଛି, ଯେମିତି ହଁ ସଞ୍ଜୁ ସାମସନ ହେଇଗଲା। ରିଷଭ ମୁଁ ତ ପନ୍ତ ଅଛି, କହିବି KL ରାହୁଲ ଅଛି, ଧ୍ରୁବ ଜୁରେଲ ଅଛି। ରିଷଭ ପନ୍ତ ଅଛି। ସେଥିପାଇଁ ତାକୁ ଗୋଟେ ଚାନ୍ସ ଦେଇছে, ମାନେ ଇଣ୍ଡିଆନ ଟିମ୍ ସିଲେକ୍ଟର ମାନେ ଚାନ୍ସ ଦେବାକୁ ଚାହୁଁଛନ୍ତି। ତାର ଗୋଟେ ଏକ୍ସପିରିଏନ୍ସ ହବ, ପ୍ଲସ୍ ଆମେ ଫ୍ୟୁଚର ପ୍ଲାନ ପାଇଁ ଆମେ ଭାବୁଛେ, ଜିତେଶ ତ ଶର୍ମାକୁ ସେଥିପାଇଁ ହଁ। ତାକୁ ଜିତେଶ ଶର୍ମାକୁ ନେଇଛନ୍ତି ଟିମ୍। ଆକ୍ଚୁଆଲି ଜିତେଶ ଶର୍ମା ଯୋଉ ଫିନିସିଂ ରେ ଗୋଟେ ଆରସିବି ପାଇଁ ଇମ୍ପାକ୍ଟଫୁଲ ପାରି ଯାହା ବି ସେ ଖେଳିଛି, ସେ ଯେତିକି ବି ମାନେ ଇନିଂସ ଖେଳିଛି ମୋଷ୍ଟ ଇମ୍ପାକ୍ଟଫୁଲ ଖେଳିଛି। ଯଦି ତ ଆମେ ସେଇଠି ଆମର LSG ଏଠି ଏଗେନଷ୍ଟ ଆମର ମ୍ୟାଚ ମେନ୍ ଦେଖିବା, ଟେଷ୍ଟ ରହିବ। ଓକେ ମୁଁ ଗୋଟେ ଖାଲି କଥା ଧର, ଯଦି ଓକେ ଆମେ ଜିତେଶ ଶର୍ମାର LSG ଏଗେନଷ୍ଟ ଯୋଉ ମ୍ୟାଚ ୱିନିଂ ପାରିଟା ଇନିଂସ ଟା ଦେଖିବା, ଆଉ ଓକେ ସେଇଟା ଗୋଟେ ମାନେ ସେଇଠୁ ଜଣା ପଡିଥିଲା ଯେ ଜିତେଶ ଶର୍ମାର ଆବିଲିଟି କଣ। ହଁ ୟଙ୍ଗ ଟ୍ୟାଲେଣ୍ଟର ଯେହେତୁ ଭଲ ଇଣ୍ଡିଆ ଆବିଲିଟି ଅଛି, ମାନେ ଜିତେଶ ଶର୍ମାର ଅଛି। ବଟ୍ ବର୍ତ୍ତମାନ ଇଣ୍ଡିଆନ ଟିମରେ ରହିବାକୁ ହେଲେ ତମକୁ ମାନେ ହିଟିଂ ଆବିଲିଟି ସହିତ ତମେ ଗୋଟେ ମାନେ ଅଧିକ ଇମ୍ପାକ୍ଟଫୁଲ ବଲ୍ ମ୍ୟାଚ ୱିନିଂ ଦରକାର। ଇମ୍ପାକ୍ଟଫୁଲ ବି ଦରକାର, ବଟ୍ ଏମିତି ସିଚୁଏସନ ଆସିବ ଯେତେବେଳେ କି ତମର ଷ୍ଟାବିଲିଟି ବଲ୍ ପ୍ରୋଭାଇଡ ଡାଉନ୍ ହେଇଯିବ। କରୁଥିବା ଦରକାର ହଁ ଇଣ୍ଡିଆ ହଁ ଟିମକୁ ହଁ ଧର 10 ଓଭର ଭିତରେ ତମର ବ୍ୟାଟିଂ ପଡିଗଲା 6 ନମ୍ବର ବ୍ୟାଟର, ତ ତାକୁ ବି ନେଇକି 20 ଓଭର ଭିତରେ ତମକୁ ହିଟିଂ ଆବିଲିଟି ସହିତ ୱିକେଟ ବି ବଞ୍ଚେଇକି ରଖିବା ସହିତ ଭଲ ସ୍କୋର ପାର୍ଟନରସିପ କରିବା କରିବାର ବି ସହିତ ଅଛି। ହିଟିଂ ବି ଦେଖିବାକୁ ପଡିବ। ଯେମିତି ପ୍ରିଭିୟସଲି MS ଧୋନି କିଛି ଟାଇମ ପାଇଁ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାରେ ବି କିଛି କିଛି ମାନେ ରୋଲ ଅଛି, ଯେତେବେଳେ କି ମାନେ ଏମିତି 30-40 ଭିତରେ କି 50 ଭିତରେ ଆମର 8-10 ଓଭର ଭିତରେ ୱିକେଟ ଗୁଡା ପଳାଏ। ଯଦି ହାର୍ଦ୍ଦିକ ପାଣ୍ଡ୍ୟାର ବ୍ୟାଟିଂ ପଳାଇଆସେ, ତ ସିଏ ମାନେ ଟେଲେଣ୍ଟଙ୍କ ସହିତ ପାର୍ଟନରସିପ କରିକି ଭଲ ସ୍କୋର ବି ନେଇ ପହଞ୍ଚିଛି ଇଣ୍ଡିଆ। ହଁ ଏଇଠି ତ ପଏଣ୍ଟ ନା, ଦେଖ T20 ମ୍ୟାଚ୍ ରେ ହାର୍ଦ୍ଦିକ ପାଣ୍ଡ୍ୟା ଯଦି ଓପନିଂ ଜଲ୍ଦି ଆସୁଛି ବ୍ୟାଟିଂ, ତ ସେଇ ଟାଇମ ଟା ଅବଭିୟସଲି ପ୍ରେସର ଟାଇମ ଥିବ, କାରଣ ହାର୍ଦ୍ଦିକ ପାଣ୍ଡ୍ୟା କେବେ ବି ଜଲ୍ଦି ବ୍ୟାଟିଂ ଆସିବନି। ନାଇଁ, ନା 5 ହାର୍ଦ୍ଦିକ ନମ୍ବର ପାଣ୍ଡ୍ୟା ବ୍ୟାଟିଂ ଆକ୍ଚୁଆଲି ପଡୁଥିବା ଗୁଡ୍ ଫିନିଶର, ବେଷ୍ଟ ଫିନିଶର, ନଟ୍ ଏ ଗୁଡ୍ ଫିନିଶର, ଦ ବେଷ୍ଟ ଫିନିଶର ଫର T20 ଇନ୍ ଇଣ୍ଡିଆ ରାଇଟ୍ ନାଉ। ବଟ୍ ସେ IPL ରେ ଜିଟି ପାଇଁ ଫାଷ୍ଟ ଡାଉନ୍ ବି ସେ ଖେଳିଛି। ହଁ ଆଜ ଏ କନସିଡର କ୍ୟାପ୍ଟେନ କରିବା ସହିତ ଫାଷ୍ଟ ଟାଇମ ବି ଖେଳିଛି, ବାକି ହଁ ସେଇ ଟାଇମରେ ତା ମାଇଣ୍ଡ ସେଟ, ତା ପୋଜିସନ ଅଲଗା ଥିଲା, ତା ପରଫମାନ୍ସ ଆବିଲିଟି ଅଲଗା ଥିଲା। ହଁ ତ ଏବେ ତାକୁ ନାଇଁ, ଇଣ୍ଡିଆ ଟିମ୍ ଆକ୍ଚୁଆଲି ସେତେବେଳେ ସେ ଇଞ୍ଜୁରିରୁ କମବ୍ୟାକ୍ କରୁଥିଲା, ତ ସେ ହଁ ହିଟିଂ ପାଇଁ ସେ ଯାଉନଥିଲା ଏତେ। ଆଇପିଏଲ ଗୁଜୁରାଟ ଟିମ୍ ତାକୁ ଅଲଗା ୱେରେ ଦେଖୁଥିଲା, ୟୁଟିଲାଇଜ କରୁଥିଲା ହାର୍ଦ୍ଦିକ ପାଣ୍ଡ୍ୟାକୁ। ଆଉ ଏବେ ରିସେଣ୍ଟଲି ଇଣ୍ଡିଆ ଟିମ୍ ତାକୁ ମୁମ୍ବାଇ ଅଲଗା ୱେରେ ୱେରେ ଦେଖୁଛି, ହଁ ସେଟା ବି ଆମେ କନସିଡର କରିବା ଉଚିତ। ହଁ ଏବେ ଇଣ୍ଡିଆ ଟିମ୍ ତାକୁ ଅଲଗା ୱେରେ ୟୁଟିଲାଇଜ କରିବାକୁ ଚାହୁଁଛି ହାର୍ଦ୍ଦିକ ପାଣ୍ଡ୍ୟାକୁ। ତ ହାର୍ଦ୍ଦିକ ପାଣ୍ଡ୍ୟା ଅବଭିୟସଲି ହାର୍ଦ୍ଦିକ ପାଣ୍ଡ୍ୟା ତ ହାର୍ଦ୍ଦିକ ବେଷ୍ଟ ପାଣ୍ଡ୍ୟା ବିଙ୍ଗ ଫିନିଶର, ହାର୍ଦ୍ଦିକ ପାଣ୍ଡ୍ୟା। ବେଷ୍ଟ ଫିନିଶର ବେଷ୍ଟ ଫିନିଶର। ରାଇଟ୍ ନାଉ। ଆଚ୍ଛା, ଏବେ ବି କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା ଯଦି ବି ଅର୍ଷଦୀପ ବୁମରା ପଛରେ ଯଦି ମାନେ ଆଉ ଜଣେ ବ୍ୟାକଅପ୍ ମାନେ ମିଡିଲ ଓଭର ଭିତରେ ୱିକେଟ ବାହାର କରିବା ପାଇଁ ଯଦି ଚାହିଁବା ଆଜ ଏ ଫାଷ୍ଟ ବୋଲର, ତାହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଅପେକ୍ଷା ଆଉ କାହାଠୁ ମାନେ ଆଶା ରଖିପାରିବାନି। ମାନେ ହାର୍ଦ୍ଦିକ ଅଲରାଉଣ୍ଡର ଆଜ ଏ ଫାଷ୍ଟ ନାଇଁ ବୋଲର ଅଲରାଉଣ୍ଡର। ନାଇଁ ଆକ୍ଚୁଆଲି ମୁଁ ବି ଗୋଟେ ଆଡ କରିବା ପାଇଁ ଚାହୁଁଛି କି ଅର୍ଷଦୀପ ସିଂ ସହିତ ଯଦି ଆମେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଓପନିଂ ବୋଲିଂ କରେଇବା, ତ ହଁ କଣ ହବ? ହାର୍ଦ୍ଦିକ ପାଣ୍ଡ୍ୟାର ବି ତ ବଲ୍ ସୁଇଙ୍ଗ ହଉଛି ଦିସ୍ ଫାଷ୍ଟ ୱାନ୍ ସେକେଣ୍ଡ ଅଲସୋ ଓଭରରେ। ନୋ ଡାଉଟ୍ ନୋ ଡାଉଟ୍। କାହିଁକି ନା ବୁମରା ଆମକୁ ମିଡିଲ ଓଭରରେ ସେ ସେତିକି ଷ୍ଟାବିଲିଟି ଦେଇପାରିବ ଯେ ରନ୍ କୁ ବି ସେ କଣ୍ଟ୍ରୋଲ କରିପାରିବ, ମିଡିଲ ୱିକେଟ ବି ଓଭର ନେଇପାରିବ। ଡେଥ୍ ଓଭରରେ ବି ବୁମରାର 4 ଓଭର ରହିଯିବ, ମାନେ ରହିଯିବ ଯେମିତି ମ୍ୟାନେଜ ହଁ କରିବା ପାଇଁ। ହଁ ମିଡିଲ ଠିକ ଅଛି, ଓଭରରେ। ଯେମିତି ପଥିରାଣାକୁ ୟୁଜ କରେ ଧୋନି, ଯେମିତି କି 14 ଓଭର କି 12 ଓଭର ପରେ ଆଣେ। ନାଇଁ ନାଇଁ, ଆମେ ବଟ୍ ସେତେ ବି ପଛକୁ ଯିବାନି। ଆମେ ଯଦି ନାଇଁ ବୁମରାର ଜିନିଷ 4 ଓଭରକୁ ଆମେ କନସିଡର କରିବା, ଆଇ ହଁ ଥିଙ୍କ ପାୱାର ପ୍ଲେରେ 1 ଓଭର, ମିଡିଲ ଓକେ ଓଭରରେ 1 ଓଭର, ଆଉ ଆଫ୍ଟର 16 ଓଭର 2 ଓଭର। ଭଲ ଗୁଡ୍ ଗୁଡ୍ ଚଏସ୍। ଆ ସେମିତି ହିଁ ଇଣ୍ଡିଆ ଟିମ୍ ୟୁଜ କରିବ, କରିବା ସରି ହଁ ଇଣ୍ଡିଆ ଜସପ୍ରୀତ ଯଶପ୍ରୀତ ବୁମରାକୁ ବୁମରାକୁ ସେମିତି ହଁ। ହିଁ ୟୁଜ କରିବ। ବଟ୍ ଜିନିଷ ବି ଏଇଆ ଆସେ କି ବେଳେ ବେଳେ ପାୱାର ପ୍ଲେରେ ଯଦି ୱିକେଟ ଭଲ ଆସିଯାଏ ଆଉ ରିଦିମରେ ଥାଏ ବୋଲର,
ତ ହଁ ଜସପ୍ରୀତ ବୁମରାକୁ 2 ଓଭର ବି ଦେଇ ଦିଅନ୍ତି actually। ହଁ କାରଣ ଇଣ୍ଡିଆର ବୋଲର ସେଟା ଅଛନ୍ତି, ଏମିତି ଆକ୍ଚୁଆଲି ନାହିଁ କି ଡିପେଣ୍ଡ କରିବ ସିଚୁଏସନ ଉପରେ। ହଁ ସିଚୁଏସନ ଉପରେ ଡିପେଣ୍ଡ କରେ। ଯେମିତି ଲାଷ୍ଟ ଏସିଆ କପ ରେ ଆମେ ଯଦି ଫାଇନାଲରେ ଦେଖିବା ସିରାଜର ପରଫର୍ମାନ୍ସ ଏଗେନଷ୍ଟ ଶ୍ରୀଲଙ୍କା, ହୁଁ ତ ସେଠି ତ ସିରାଜକୁ ଗୋଟେ ସ୍ପେଲରେ 10 ଓଭର କରିବାକୁ ପଡିଯାଇଥିଲା। ହଁ ତ ସେଟା ସେଇଟା ଗୋଟେ ମାନେ ଗୁଡ ଅଲଗା ଡିସିସନ ସିଚୁଏସନ ଥିଲା। ଥିଲା, ସେଇଟା ଅଲଗା ସିଚୁଏସନ ସେଇ ଥିଲା। ଟାଇମରେ ତ ସିରାଜ ୱାନ୍ ଆଣ୍ଡ ଓନ୍ଲି ୱାନ୍ ମ୍ୟାନ୍ ଆର୍ମି, ୱାନ୍ ୱାନ୍ ମ୍ୟାନ୍ ମ୍ୟାନ୍ ଆର୍ମି। ଆର୍ମି। ସେମିତି କଣ୍ଟିନ୍ୟୁଅସ ବୋଲିଂ କରି ଚାଲିଥିଲା। ହଁ ରୋହିତ ଶର୍ମା ଶୁଣିବାକୁ ମିଳିଥିଲା କି ରୋହିତ ଶର୍ମା ଠାରୁ ବୋଲିଂ ମାଗିକିନି ମାଗିକି ସେ ଆଣି ନେଇଥିଲା। ବୋଲିଂ କରି ହଁ ଚାଲିଥିଲା। ନା ଓକେ, ସେଟା ବି ନେକ୍ସଟ ଆକ୍ଚୁଆଲି ଆମର ଗୋଟେ ଡିସ୍କସନ କରିବା ସିରାଜ ଶୋ ସ୍ପିନର କରୁଛି ଉପରେ। ତାର ଆବିଲିଟି। ଓକେ, ହଁ We ଭଲ believe ଭଲ। on ମିଆଁ ଭାଇ only। ଓକେ, ନେକ୍ସଟ ଟପିକ ଆସିବା ଆମର ସ୍ପିନର ଉପରେ। ହଁ ତ ସ୍ପିନର ଆମର ଯାଇଛନ୍ତି ତ ଫାଷ୍ଟ ଚଏସ୍ ତ ସମସ୍ତଙ୍କର ରହିବ କି ବରୁଣ ଚକ୍ରବର୍ତ୍ତୀ, ବରୁଣ ନୋ ଡାଉଟ। ଚକ୍ରବର୍ତ୍ତୀ ନୋ ଡାଉଟ। ଆଚ୍ଛା, ଆମେ ଆଜି ମିଷ୍ଟ୍ରି ବୋଲର। କୁଲଦୀପ ଯାଦବକୁ ଟିମ୍ 11 ରେ କେମିତି ଆଣିପାରିବା? ମୁଁ ଭାବୁଛି ତ ଏଟା କିଛି ମାନେ ବିଗ କନସର୍ନ ଭଲ ନୁହଁ। ହବ, ଭଲ ହବ। ଦି ଜଣ ଆମେ ତିନି ଜଣ, ଆମ ତିନି ଜଣଙ୍କ ପ୍ରେଡିକ୍ସନ 11 ପ୍ରେଡିକ୍ଟେଡ 11 ଟା ସିଲେକ୍ଟ କରିଦବ। ହଁ ଦେନ୍ ତାପରେ ଏ କଥା ଟପିକ ଡିସ୍କସନ, ହଁ କଥା। ସେଟା ବି ଗୁଡ ଆଇଡିଆ। ଦେବପ୍ରିୟ, ମୋ ମତରେ ପ୍ରୋବାବୁଲ ଏକ୍ସାଇ ଯୋଉଟା ଆମର ଏସିଆ କପ୍ ପାଇଁ ଖେଳିବେ, ହଁ ଯେହେତୁ ଆମର ଦୁବାଇରେ ହଉଛି, ତ ସେଇ ବେସିସକୁ ନେଇକି ମୋର ରହିଲା ସୂର୍ଯ୍ୟ କୁମାର ଯାଦବ। ନାଇଁ ନାଇଁ, ତମେ ଫାଷ୍ଟ ଓପନିଂ ରୁ ଷ୍ଟାର୍ଟ କର। ଓକେ, ଠିକ ଅଛି। ତ ଓପନିଂରୁ ଆମେ ଯଦି କହିବା ତାହେଲେ ଅଭିଷେକ ଶର୍ମା ଅଭିଷେକ ଆଉ ଶର୍ମା ସଞ୍ଜୁ ସାମସନ, ତାପରେ ମୋର 3 ନମ୍ବରରେ ଆସିବେ ସୁମନ ଗିଲ୍, ତାପରେ ଆସିବେ ସୂର୍ୟା ଆଉ ତିଲକ। ତ ତାଙ୍କ ଭିତରେ ସୂର୍ୟା ଅଲ୍ଟରନେଟ୍ ହେଇପାରେ, କିନ୍ତୁ ଓକେ ବେଷ୍ଟ ପ୍ରୋବାବଲି ଗିଲ୍ ପରେ ସୂର୍ୟା ମୁଁ କନସିଡର କରୁଛି। ଆଉ ଓକେ ଯେମିତି ମୁଁ କହୁଥିଲି କି ତିଲକକୁ ଆମେ ଡାଉନ ଅର୍ଡର କରିକି ଆମର ଶିବମ ଦୁବେକୁ ବାହାର କରିଦବା, ତ ସେଇ ହିସାବରେ ମୋର ତିଲକ ବର୍ମାକୁ ମୁଁ କନସିଡର କରୁଛି। ଠିକ ଅଛି। ତାପରେ ହାର୍ଦ୍ଦିକ ପାଣ୍ଡ୍ୟା, ତାପରେ ହେଇଗଲେ ଅକ୍ଷର ପଟେଲ, ଅକ୍ଷର ସରି ପଟେଲ ଜିତେଶ ଶର୍ମା, ତାପରେ ଅକ୍ଷର ପଟେଲ, ତାପରେ ଜସପ୍ରୀତ ବୁମରା, ଅର୍ଷଦୀପ ସିଂ, ଆଉ ଜଣେ ହେଲେ ବରୁଣ ଚକ୍ରବର୍ତ୍ତୀ। ତ ତମେ ତମ 11 ରେ ସଞ୍ଜୁ ସାମସନ ଆଉ ଜିତେଶ ଶର୍ମା ଦି ଜଣକୁ ରଖିଲ, ହଁ ମାନେ ଦିଟା ୱିକେଟ କିପର ଅପସନ କୁ ତମେ ଆଭେଲେବୁଲ ରଖିଛ। ହଁ, ଯୋଉଟା କି ମେ ବି ନେକ୍ସଟ ଟୁ ପସିବୁଲ ନାହିଁ। ଇମ୍ପସିବୁଲ, ଇମ୍ପସିବୁଲ, ହଁ ନେକ୍ସଟ ଟୁ ଦେଖାଯାଉ କୋଉ ଇମ୍ପସିବୁଲ। ଗୁଡ ୱାନ ବ୍ୟାଟିଂ ୱାଇଜ ଭଲ, ବୋଲିଂ ବି ମିଳିଯାଉଛି ଅପସନ, ଠିକ ହଁ ସେମିତି ବି ଗୁଡ ୱାନ। ଓକେ, ଓକେ ନେକ୍ସଟ ଆମେ ଡିସ୍କସନ କରିବା। ଏବେ ମୁଁ ମୋ ପ୍ଲେଇଂ 11 ଟା ଠିକ ଅଛି ପ୍ରେଡିକ୍ସନ ଠିକ ଅଛି। କରିଦଉଛି। ଠିକ ଅଛି। ତ ମୋର ଆଜ ୟୁଜୁଆଲ ଓପନିଂ ତ ଅଭିଷେକ ଶର୍ମା। ଅଭିଷେକ ଶର୍ମା, ଏଇଠି ମୁଁ ଭାବୁଛି କି ସୁମନ ଗିଲ୍ କୁ ଇଣ୍ଡିଆ ପିକ୍ କରିବ। ମେ ସୁମନ ବି ଗିଲ୍। ସଞ୍ଜୁ ସାମସନ ପାଇଁ, ସଞ୍ଜୁ ସାମସନ ଜିତେଶ ଶର୍ମା ଅପସନରେ ମୁଁ ରଖୁଛି। ଆଇଦର ସଞ୍ଜୁ ସାମସନ ନର ଜିତେଶ ଶର୍ମା। ଓକେ, ସେଟା ୱିକେଟ କିପର ଅପସନରେ ଆମେ ତ ସିଲେକ୍ଟ ଓପନିଂ ରୁ କରିଦବା। ଆମେ ଷ୍ଟାର୍ଟ କରିବା ଅଭିଷେକ ଶର୍ମା, ଠିକ ଅଛି। ସୁମନ ଗିଲ୍, 3-4 ସୂର୍ଯ୍ୟ କୁମାର ୟାଦବ, ତିଲକ ବର୍ମା, 5 ରେ ହାର୍ଦ୍ଦିକ ପାଣ୍ଡ୍ୟା, 6 ରେ ଅକ୍ଷର ପଟେଲ, 7 ଜିତେଶ ଶର୍ମା, 8, 9, 10, 11। ତ ଆଜ ୟୁଜୁଆଲ 9, 10, 11, 10, 11 ତ ଫିକ୍ସ ଅର୍ଷଦୀପ, ଜସପ୍ରୀତ ବୁମରା। ତ 8, 9 ମୁଁ ସିଚୁଏସନ ଆଉ ଟିମ୍ ୱାଇଜ ସିଲେକ୍ସନ କରିବି। ତ ମୁଁ ଏଇଠି 3ଟା ଅପସନ ଖୋଜିବି। କୁଲଦୀପ ୟାଦବ, ବରୁଣ ଚକ୍ରବର୍ତ୍ତୀ, ଆଉ ଗୋଟେ ହେଲା ରିଙ୍କୁ ସିଂ। ରିଙ୍କୁ ସିଂ, ଡିପେଣ୍ଡ କରେ ଟିମ୍ ୱାଇଜ କୋଉଠି ମେ ବି ଗୋଟେ ସ୍ପିନର ଆଉ ଗୋଟେ ବ୍ୟାଟ୍ସମ୍ୟାନ ସହିତ ମୁଁ ଯିବି। ବ୍ୟାଟ୍ସମ୍ୟାନ ସହିତ ଅବଭିୟସଲି ଗଲେ ରିଙ୍କୁ ସିଂ ପ୍ରମୋଟ ହେଇଯିବ 7 ନମ୍ବରକୁ, ଅକ୍ଷର ପଟେଲ ତଳକୁ ଆସିଯିବ। ହଁ ସେମିତି ଟପ୍ ଚଏସ୍। ଓକେ, ହଁ, ମାନେ ସେଥିପାଇଁ ଆକ୍ଚୁଆଲି ତ ମୁଁ ପ୍ରୀତିଶ ତମ ଟପ୍ ଟିମରେ ଟପ୍ କଲ୍ ଫର ରିଙ୍କୁ। ଟପ୍ ପ୍ଲେଇଂ କଲ୍। 11 କଲିନି, ହଁ ପ୍ଲେଇଂ 11 କଲିନି, ପ୍ଲେଇଂ 12 କଲି ସେଥିଲାଗି। ଓକେ, ଚାନ୍ସ ବାଇ ଚାନ୍ସ ପ୍ରୋବାବଲି ଦିଟା ସ୍ପିନର, ଦିଟା ଫାଷ୍ଟ ବୋଲର, ଗୋଟେ ସିମର ଆଉ ଗୋଟେ ଅଲରାଉଣ୍ଡର ସହିତ ଇଣ୍ଡିଆ ଯିବ। ଠିକ ଅଛି। ତ ସେଇ ଅନୁସାରେ 8, 9 ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ୟାଦବ ଫିକ୍ସ। ମେ ବି ଫିକ୍ସ ନୁହଁ, ମେ ବି ସେ ସହିତ ନା ଯିବ। ନା ଆକ୍ଚୁଆଲି ବାକି ଇଣ୍ଡିଆ ଟିମରେ ତା ଷ୍ଟ୍ରାଟେଜି ଆଜ ଏ ଅନୁସାରେ ଚଏସ ଚେଞ୍ଜ ରଖୁଛି କରିବ। ଆଉ। ହଁ, ସେଟା ଟିମ୍ ଉପରେ ଡିପେଣ୍ଡ, ଛାଡିଦବା। ଡିପେଣ୍ଡ କରେ, ହଁ। ଏବେ ଦେବପ୍ରିୟ ତମେ। ତ ମୋର ତ ଆଜ ୟୁଜୁଆଲ ଅଭିଷେକ ଶର୍ମା କମ୍ପଲସରୀ, ନୋ ଡାଉଟ। ବଟ୍ ମୁଁ ଚାହୁଁଛି ସଞ୍ଜୁ ସାମସନକୁ ରଖିବା ପାଇଁ। ଆଉ 3 ନମ୍ବରରେ ଶୁଭମନ ଗିଲ୍, ଯେହେତୁ ଭାଇସ୍ କ୍ୟାପ୍ଟେନ୍ସି ଅଛି ମାନେ ଯେ ଅଟୋମେଟିକାଲି ଟିମରେ ରହିବ। ତ 4 ନମ୍ବରରେ ନୋ ଡାଉଟ ସୂର୍ଯ୍ୟ କୁମାର ୟାଦବ, କ୍ୟାପ୍ଟେନ୍।
5 ନମ୍ବରରେ ମୁଁ ଆକ୍ଚୁଆଲି ହାର୍ଦ୍ଦିକ ପାଣ୍ଡିଆକୁ ରଖିବି, ହୁଁ ବଟ୍ 6 ନମ୍ବରରେ ମୁଁ ଚାହୁଁଛି ଆଜ ଏ ଫିନିସର ରିଙ୍କୁ ସିଂଙ୍କୁ ରଖିବା ପାଇଁ। ଓକେ ଓକେ। good one. ରିଙ୍କୁ ସିଂ 6 ନମ୍ବର। ଆଚ୍ଛା ରିଙ୍କୁ ଆଣ୍ଡ ସିଂ ର ଅଲ୍ଟରନେଟିଭ ତମେ କାହାକୁ ଦେଖୁଛ? ରିଙ୍କୁ ଯଦି ସିଂରେ ତମେ ସଞ୍ଜୁ ସାମସନ କୁ ସରି ଜିତେଶ ଶର୍ମାକୁ ଯଦି ଦେଖୁନ? ରିଙ୍କୁ ସିଂର ଦେଖ ଅଲ୍ଟରନେଟ୍ ତ କହିବାକୁ ଗଲେ ଜିତେଶ ଶର୍ମା ବା ରିଙ୍କୁ ସିଂ ଭିତରେ ଟପ୍ କମ୍ପିଟିସନ। ଆଉ ଯେହେତୁ ମୁଁ ଅଲରେଡି ଗୋଟେ ବାକି ୱିକେଟ କିପରକୁ ଚୁଜ୍ କରିସାରିଛି। ତିଲକ ବର୍ମାକୁ ତୁ 5 ନମ୍ବର ନେଇ ଆସିଛୁ ତ? ନାଇଁ ତିଲକ ବର୍ମାକୁ ମୁଁ ତିଲକ ବର୍ମା ଟିମରୁ ନେଇନି ସେ। ରଖିନି, କାହିଁକି ନା ଯଦି ଆମେ ଟପ୍ ଅର୍ଡରରେ ସୁମନ ଗିଲ୍ କୁ ଖେଳେଇ ଦଉଛେ ତ ମୋ ମତରେ ତିଲକ ବର୍ମାକୁ ଡାଉନ୍ ଅର୍ଡରକୁ ଆଣି କିଛି ଲାଭ ନାହିଁ। ବାକି ଇଣ୍ଟରନ୍ୟାସନାଲ T20 ର ନମ୍ବର ଟୁ T20 ବ୍ୟାଟର ଠିକ, ଓକେ। ବଟ୍ ଟପ୍ କଲ୍। ମୁଁ କିନ୍ତୁ ଟିକେ ସଞ୍ଜୁ ସାମସନକୁ ଫେଭର କରୁଛି, କାହିଁକି ନା ସିଏ ବି ଭଲ ପରଫର୍ମାନ୍ସ ଦେଇଛି। ଆଉ ତିଲକ ବର୍ମାର ଆଗକୁ ଚାନ୍ସ ଆସିବ। ମେ ବି ଏଠି କୋଚ୍ ର ଭୂମିକା ଟା ବେଶୀ ରହିବ। ମେ ବି ସେ ନିଶ୍ଚିନ୍ତ ଯାହାକୁ ନିଶ୍ଚିନ୍ତ ଲାଇକ୍ କ୍ରିକେଟରେ ଲାଇକ୍ ଡିସଲାଇକ୍ ଅଛି, ଅବଭିୟସଲି ଅଛି ଫାଷ୍ଟ ରୁ ଅଛି ଲାଇକ୍ ଡିସଲାଇକ୍ ଅବଭିୟସଲି ଅଛି। ଅବଭିୟସଲି। ତ ସେଇ ଅନୁସାରେ ମେ ବି ସିଲେକ୍ସନ ହେଇପାରେ, ହଁ ଠିକ ଅଛି। ଠିକ ଅଛି। ତ ସାତ ରିଙ୍କୁ ସିଂ ପରେ ମୋର ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଷଦୀପ ସିଂ। ଆଉ ରହିଲା ଦିଟା ସ୍ଲଟ ରେ ବରୁଣ ଚକ୍ରବର୍ତ୍ତୀ କମ୍ପଲସରୀ। ହୁଁ ବାକି ରହିଲା ଗୋଟେ ସ୍ଲଟ ରେ ମୁଁ ଆକ୍ଚୁଆଲି ଚାହିଁବି ଇଣ୍ଡିଆ ପ୍ରପର ବୋଲର ସହିତ କୁଲଦୀପ ଯାଦବ ସହିତ ଯାଉ। ଫର୍ ଦ ମାନେ ଗ୍ରାଉଣ୍ଡର ଡାଇମେନସନ ଆଉ ପିଚ୍ କୁ ମୁଁ ମାଇଣ୍ଡରେ ରଖିକି ଏଟା ଡିସିସନ ନବାକୁ ଚାହୁଁଛି। ଆମେ ପ୍ରପର ଓକେ ବୋଲର ସହ ଯିବା ଉଚିତ। ସୋ ଦିସ୍ ଇଜ ମାଇ ପ୍ଲେଇଙ୍ଗ 11। ଓକେ। ତମାନଙ୍କର କଣ ଏଥିରେ କଣ ମାନେ ଡାଉଟ ମାନେ ମତ କଣ? ସରି ଡାଉଟ ତ ନାଇଁ ଭଲ, ମତ କଣ? ସମସ୍ତେ ସମସ୍ତଙ୍କର ମତ ଅନୁଯାୟୀ ଠିକ ଠିକ ଟିମ୍ ଦେଇଛନ୍ତି ଭାବିକି। ଦେଇଛନ୍ତି। ସବୁ ତ ଡିପେଣ୍ଡ କରେ, ଆମେ ମତ ଦେଲେ କିଛି ଲାଭ ନାହିଁ, ପ୍ରେଡିକ୍ସନ ଡିପେଣ୍ଡ କରେ ଗୌତମ ଗମ୍ଭୀର ଉପରେ। ଆଉ କୋଚ୍ ଯୋଉଟା କି ଗୌତମ ଗମ୍ଭୀର ସୂର୍ଯ୍ୟ କୁମାର ୟାଦବ ଭଲ ଭାବରେ କୋଚିଂ ଆଉ କ୍ୟାପ୍ଟେନସିପ ଲିଭେଇଛନ୍ତି T20 ରେ ଖାସ ହଁ କରି। T20ରେ ଗୌତମ ସ୍ପେଶାଲି ଗମ୍ଭୀର ନୋ ଡାଉଟ ଭଲ ଭାବେ ସେମାନେ କୋଚିଂ ବି ହେଇଛି, ଟେଷ୍ଟରେ ଏତେ କ୍ୟାପ୍ଟେନ୍ସି ବି ସକ୍ସେସଫୁଲ ହେଇଛି। ଟେଷ୍ଟରେ ଏତେ ସକ୍ସେସଫୁଲ କ୍ୟାପ୍ଟେନ ସରି କୋଚ୍ ନୁହେଁ। ଆମେ ମଷ୍ଟ ବି କହିପାରିବା, କାହିଁକିନା ବହୁତ ହାରିବା ମାନେ ଲୁଜ ର ପରସେଣ୍ଟେଜ ଅଧିକ ଅଛି। ହଁ। ବାକି T20 ରେ ଆପ୍ରୋକ୍ସ 90% ୱିନିଂ ପରସେଣ୍ଟେଜ ଅଛି ଆଉଟ୍ ହଁ ଅଫ୍ 15। ଯଦି ଆମେ ଏମିତିରେ ବି ଦେଖିବା IPL କୁ ବି ଯଦି ଆମେ କନସିଡର କରିବା, ତ ଗମ୍ଭୀର ଆଜ୍ ଏ ପ୍ଲେୟର ଫର କୋଲକାତା 2 IPL trophies and as a coach 1 IPL trophy. So ବାକି not bad. ବାକି ଆଜ ଏ କୋଚ୍ 1 IPL ଟ୍ରଫି, ବାକି ଗମ୍ଭୀର ଇଣ୍ଟରନ୍ୟାସନାଲ ଭ୍ୟାରି କରିବ, କାରଣ ହଁ ନାଇଁ ନିହାତି ନାଇଁ ଗମ୍ଭୀର କୋଲକାତାର କୋଚ୍ ନଥିଲା, ଗମ୍ଭୀର ମେଣ୍ଟର ଥିଲା। ହଁ ସେଟା ଗୌତମ ବି ଗମ୍ଭୀର କୋଲକାତା ଆଜ ଏ ମେଣ୍ଟର। ମେଣ୍ଟର ଥିଲା। ହଁ ଠିକ ବଟ୍ ଅଛି। ଗୌତମ ଗମ୍ଭୀର ନାଁ ଟା ବହୁତ ହାଇଲାଇଟେଡ୍ ଥିଲା, କାରଣ ସେ ଯେହେତୁ କୋଲକାତା ନାଇଁ ତରଫରୁ ଖେଳିଥିଲା। ଗମ୍ଭୀର ବାକି ଟ୍ରିକ୍ ମେଣ୍ଟର ୱାନ୍ ରହିକି ବାକି ବି ବାକି ସେ ଟ୍ରିକ୍ ୱାନ୍ ଥିଲା କି ଡିସିସନରେ ସବୁ ସେଥିରେ ଡିସିସନରେ ଇନଭଲ୍ଭ ଥିଲା ନା, ତ ଦ୍ୟାଟ୍ସ ଦ ହଁ ବାକି ମେନ୍ ଟ୍ରିକ୍ ପଏଣ୍ଟ। ୱାନ୍ ଥିଲା କି ସେଥିରେ କ୍ୟାପ୍ଟେନ୍ ଥିଲା ଶ୍ରେୟସ ଆୟର। ଶ୍ରେୟସ ଆୟର ହଁ। ହଁ। ଫିର୍ ବି ଟିମ୍ ରୁ ବାହାରି ପଞ୍ଜାବକୁ ଆସିଲା। ବଟ୍ ଏବେ ସେଇଟା ଅଲଗା T20 କଥା। ଏସିଆ କପରେ ଟିମ ରେ ନାହିଁ। ହଁ ଏବେ ଏସିଆ କପ୍ ଛାଡ ସେ ବାକି ଯଦି ଆମେ ସୂର୍ଯ୍ୟ କୁମାର ୟାଦବ କଥା ସୂର୍ଯ୍ୟ କୁମାର ୟାଦବକୁ ଆସିବା, ତ ସୂର୍ଯ୍ୟ କୁମାର ୟାଦବରେ ବି 11/13 ଗୁଡ ପରସେଣ୍ଟେଜ, ଅଲମୋଷ୍ଟ 84.62%। ଆଜ୍ ଏ କ୍ୟାପ୍ଟେନ୍। ନୋ ଡାଉଟ୍। 84.85%। ଓକେ। ତ ସୂର୍ଯ୍ୟ କୁମାର ୟାଦବର ବି ବେଷ୍ଟ ନକ୍ ଆସିଥିଲା ଏଗନେଷ୍ଟ ଅଷ୍ଟ୍ରେଲିଆ ଗୋଟେ ଟୁର୍ ରେ ଆଜ୍ ଏ କ୍ୟାପ୍ଟେନ୍। 504 ରନ୍ କରିଥିଲା, 100 ଇନକ୍ଲୁଡିଂ 100 450 ଅଲସୋ ସେ କରିଥିଲା ସେ ମ୍ୟାଚରେ, ସରି ଓକେ ସେ ସିରିଜରେ। ତ ଆମେ ଟ୍ରଷ୍ଟ ବି କରିପାରିବା ସୂର୍ଯ୍ୟ କୁମାର ୟାଦବ ଆଜ୍ ଏ କ୍ୟାପ୍ଟେନ୍। ହଁ ଯେହେତୁ ଆମେ କହିବାକୁ ଗଲେ ଇଣ୍ଡିଆର 360 ୱାନ୍ ଆଣ୍ଡ ହୁଁ ଓନ୍ଲି ସୂର୍ଯ୍ୟ କୁମାର। ତ ନୋ ଡାଉଟ୍ ଅନ୍ ସୂର୍ଯ୍ୟ ପ୍ରାକ୍ଟିସ କୁମାର। ନୋ ଡାଉଟ୍ ନୋ ଡାଉଟ୍ ପ୍ରାକ୍ଟିସ ୱାଇଜ୍ ବି ଗୁଡ୍। ଗୁଡ୍। ବାକି ଡିପେଣ୍ଡ କରେ ବେଶୀ ବୋଲର ଉପରେ। ଖାସ କରି ନାଇଁ ଦୁବାଇରେ। ଏଟା ବି ଆମକୁ ମାଇଣ୍ଡରେ ରଖିବାକୁ ପଡିବ, ସୂର୍ଯ୍ୟ କୁମାର ୟାଦବ କ୍ୟାପ୍ଟେନ୍ ଆଜ୍ ଏ କ୍ୟାପ୍ଟେନ୍ ଫାଷ୍ଟ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ ହେଇପାରେ କିନ୍ତୁ ଫାଷ୍ଟ ଟୁର୍ଣ୍ଣାମେଣ୍ଟ। ଫାଷ୍ଟ ବାୟୋଲେଟ୍ରାଲ ସିରିଜ ଟୁର୍ଣ୍ଣାମେଣ୍ଟ ତ ଅଲଗା କଥା, ବାୟୋଲେଟ୍ରାଲ ଅଲଗା ସିରିଜ କଥା। ଇଣ୍ଡିଆକୁ ହରେଇବା ନଟ୍ ଇଜି, ବଟ୍ ରାଇଟ୍ ଆଜ୍ ଏ ସବୁ ଏକ୍ସାଇଟେଡ୍ ଥିଲେ। ଟୁର୍ଣ୍ଣାମେଣ୍ଟ ଏଟା ରାଇଟ୍ ବି ଆମକୁ ସବୁ ଦେଖିବାକୁ ଏକ୍ସାଇଟେଡ୍। ପଡିବ। ରାଇଟ୍ ସବୁ ସିଚୁଏସନ ବୁଲି ବାଲିକି ଆସେ ସେଇ ବୋଲର ଉପରେ ଆଉ ସେଇ ଜସପ୍ରୀତ
ଜସପ୍ରୀତ ବୁମରା ବୁମରା। ବୁମରା ହଁ, ମୁଁ ଆଉ ଗୋଟେ କଥା ଆକ୍ଚୁଆଲି ଏଠି ଆଡ୍ କରିବାକୁ ଚାହୁଁଛି। ଇଂଲଣ୍ଡରେ ଯେମିତି ରିସେଣ୍ଟଲି ସିରିଜରେ ସିରାଜ ଯେମିତି 5ଟା ଯାକ ମ୍ୟାଚ୍ ଖେଳିଲା, ହୁଁ ଏଠି ହୁଁ ବି ମୁଁ ଦେଖୁଛି ଗୋଟେ ଜିନିଷ ଯେ ସିରାଜ ଅବଶ୍ୟ ନାହିଁ, କିନ୍ତୁ ମତେ ଲାଗୁଛି ସେ କାମଟା ଆକ୍ଚୁଆଲି ହର୍ଷଦୀପ ସିଂ କରିପାରେ। ହୁଁ ହୁଁ। ଜସପ୍ରୀତ ବୁମରାକୁ ତ ମ୍ୟାଚ୍ ରେଷ୍ଟ ମିଳିବ, କାହିଁକିନା ଯୋଉ ଛୋଟ ଛୋଟ ଟିମ୍ ତ କେହି ନୁହଁ, କିନ୍ତୁ ଯୋଉ ମାନେ ହାଲକା ଟିମ୍ ଯଦି ଆମେ ଦେଖିବା ୟୁଏଇ ହେଇଗଲା କି ଅଲଗା ଯୋଉ ଟିମ୍ ହେଇଗଲା, ନର୍ମାଲି ତାକୁ ବି ହଁ ଜସପ୍ରୀତ ରେଷ୍ଟ ବୁମରାକୁ ବି ରେଷ୍ଟ ମିଳିପାରେ। ନବାକୁ ହିଁ ପଡିବ, ତା ବଡିକି ବି ଫିଟ୍ ହଁ ରଖିବାକୁ ହଁ, ପଡିବ, କାହିଁକି ନା ଓଡିଆଇ ସିରିଜ ବି ଆଗକୁ ଅଛି, ଆଗକୁ ଅଛି, ତ ଟେଷ୍ଟ ମ୍ୟାଚ୍ ବି ଟି ଆଗକୁ ଟି20 ଟ୍ୱେଣ୍ଟି ସିରିଜ ଅଛି। ବି ସିରିଜ ବି ଅଛି, ଅଛି, ଟି20 ସିରିଜ ବି ହଁ, ଟେଷ୍ଟ ବି ଅଛି, ତ ସେ ତ 3 ଫର୍ମାଟ ବୋଲର ନା, ତ ବୋଲର ତାକୁ ହଁ, ଅବଭିୟସଲି ତାକୁ ମେଣ୍ଟେନ କରିବାକୁ ପଡିବ। ଏମିତିରେ ବି ଇଣ୍ଡିଆନ ଟିମ୍ ତରଫରୁ ହାଏଷ୍ଟ ବୋଲର ହାଏଷ୍ଟ ଓଭର ପକେଇଛି ଜସପ୍ରୀତ ବୁମରା, ଜସପ୍ରୀତ ବୁମରା। ଜସପ୍ରୀତ ବୁମରା। ତ ତାକୁ ଅବଭିୟସଲି ତେନ୍ଦୁଲକର ଆଣ୍ଡରସନ ଟ୍ରଫିରେ ଯୋଉ କାମଟା ସିରାଜ ବାବୁ କରିଥିଲେ, ଏଠି ସେଟା ବିରାଟ କୋହଲି ହର୍ଷଦୀପ ସିଂ ବିରାଟ କରିବେ। କୋହଲି ଆଜ ବିରାଟ କୋହଲି କହିବା ଅନୁସାରେ ସେ ଇଣ୍ଡିଆନ ଟ୍ରେଜର, ଟ୍ରେଜର, ହଁ, ତ ତାକୁ ରଖିବାକୁ ବି ପଡିବ ସେମିତି ନା, ତାକୁ ସାଇତିକି ରଖିବାକୁ ପଡିବ। ସେମିତି ରଖିବାକୁ ପଡିବ ବାସ୍। ତ ମୁଁ ଏବେ ଦେଖୁଥିଲି ଗୌତମ ଗମ୍ଭୀର ଆକ୍ଚୁଆଲି ବୁମରା ଭଳିଆ ବୋଲର ସରି ଗଲ ଆକ୍ଚୁଆଲି ବୁମରା ଭଳିଆ ବୋଲର ଗୋଟେ ଗୋଟେ ଏରିଆରେ ପ୍ରୋଭାଇଡ କରନ୍ତି। ହଁ, ଓକେ, ତ ଆମେ କହିବାକୁ ଗଲେ ମାନେ କହିବା କଥା କି ଯେତେବେଳେ ବୋଲର ମାନଙ୍କ ଏରା ଥିଲା, ସେତେବେଳେ ସୋଏବ ଅକ୍ତର, ୱାସିମ ଆକ୍ରମ, ଲେଲେ, ଏମିତି ବହୁତ ସାରା ବଡ ବଡ ବୋଲର ଥିଲେ। ହଁ, ସେ ଟାଇମରେ ଭଗବାନ ବ୍ୟାଟ୍ସମ୍ୟାନ ମାନେ ଗଡ ଗିଫ୍ଟେଡ ବ୍ୟାଟ୍ସମ୍ୟାନ ପଠେଇଥିଲେ ସଚିନ ତେନ୍ଦୁଲକର, ସଚିନ ତେନ୍ଦୁଲକର ତା ନୋ ପୂର୍ବରୁ ଡାଉଟ। ସୁନୀଲ ଗାଭାସ୍କର। ଗାଭାସ୍କର ସୁନୀଲ ଗାଭାସ୍କର ଏଥିଲାଗି କି ଏତିକି ହାଇଲାଇଟ୍ ହେଲେନି କି ସେତେବେଳେ ତାଙ୍କର ପିଆର ଏଜେନ୍ସି ନଥିଲେ, ନଥିଲେ, ହଁ, ସେତେବେଳେ ଏତେ ମିଡିଆ ସୋର୍ସ ନଥିଲା କି ମିଡିଆ ନଥିଲା, ସୋର୍ସ ନଥିଲା। ବାକି ସେ ଟାଇମରେ ସେଇ ବୋଲରକୁ 150 ପ୍ଲସ ବଲକୁ ବିନା ହେଲମେଟରେ ସୁନୀଲ ଗାଭାସ୍କର ସାର୍ ଖେଳୁଥିଲେ। ଖେଳୁଥିଲେ, ହଁ, ନୋ ଡାଉଟ। ଓକେ, ନୋ ଡାଉଟ ନୋ ତାପରେ ଡାଉଟ। ସଚିନ ତେନ୍ଦୁଲକର ବୋଲର ମାନଙ୍କ ଏରାରେ ସଚିନ ତେନ୍ଦୁଲକର ସାର୍ ଆସିଲେ, ସେମ୍ ଏବେ କମ୍ପ୍ଲିଟଲି ଆଉ ବ୍ୟାଟ୍ସମ୍ୟାନ ଗୋଟେ ମାନଙ୍କ ଆକ୍ଚୁଆଲି ଆଡ୍ କରିବାକୁ ମୁଁ ଚାହିଁବି। ବ୍ୟାଟ୍ସମ୍ୟାନ ମାନଙ୍କ ଏରାରେ ଏବେ ଜସପ୍ରୀତ ବୁମରା ଭାବରେ ଗୋଟେ ବୋଲର ଆସିଛି ଏବେ, ହଁ, ଗଡ ଗିଫ୍ଟେଡ୍। ଗଡ ଗିଫ୍ଟେଡ୍। ତ ଆମେ ଯଦି ଗୋଟେ ପରସେଣ୍ଟେଜ ନଗେଇବା ଏବେ ଟୁର୍ଣ୍ଣାମେଣ୍ଟର, ଓକେ। କେତେ କେତେ ପରସେଣ୍ଟେଜ କାହାକୁ ଦେବେ ଏସିଆ କପ୍ ପାଇଁ? ଏସିଆ ଏସିଆ କପ୍ କପ୍ ପାଇଁ ମୋ ପାଇଁ ମତରେ ମୁଁ ତ ଟପରେ ଇଣ୍ଡିଆ, ନୋ ଡାଉଟ ଟପରେ ଇଣ୍ଡିଆ। ବଟ୍ ମୁଁ ସେକେଣ୍ଡରେ ରଖିବାକୁ ଚାହିଁବି ଶ୍ରୀଲଙ୍କାକୁ, କାହିଁକି ନା ପାକିସ୍ତାନ ଆଉଟ୍ ଅଫ୍ ନାଇଁ ନାଇଁ, ପାକିସ୍ତାନ ଆଉଟ୍ ଅଫ୍ କଥା ନୁହଁ, କାହିଁକିନା ଯଦି ଆମେ ପାକିସ୍ତାନ ଓ ଶ୍ରୀଲଙ୍କାର ସ୍ପିନ୍ ବୋଲିଂ କମ୍ବିନେସନକୁ କମ୍ପେୟାର କରିବା, ତ ମତେ ଲାଗୁଛି ଶ୍ରୀଲଙ୍କାର ସ୍ପିନ୍ ବୋଲିଂ କମ୍ବିନେସନ ଟା ବେଟର, ଫାର ବେଟର ବାକି ଦେନ୍ ପାକିସ୍ତାନ। ଦୁବାଇ ବୋଥ ପାଇଁ ଆଫେକ୍ଟିଭ ରହିବ, ସ୍ପିନ୍ ହଁ, ୱିଥ ଫାଷ୍ଟ ବୋଥ ପାଇଁ ସ୍ପିନ୍ ୱିଥ ଆଫେକ୍ଟିଭ। ଫାଷ୍ଟ ନୋ ଡାଉଟ, ସ୍ପିନ୍ ୱିଥ ଫାଷ୍ଟକୁ ଆଫେକ୍ଟ କରିବ, ବଟ୍ ମେନଲି ମେନଲି ଧରାଯାଉ ଆମେ ଯଦି ଦେଖିବା ଶ୍ରୀଲଙ୍କା ଏଗେନଷ୍ଟରେ ସ୍ପିନରକୁ ଖେଳିବା ଏତେ ଇଜି ହବନି, କିନ୍ତୁ ପାକିସ୍ତାନ ଏଗେନଷ୍ଟରେ ମେ ବି ସ୍ପିନରକୁ ଆମେ ଇଜିଲି ଟ୍ୟାକେଲ କରିପାରିବା ମୋ ମତରେ। ଗଦାଧର ମୋ ମାଇଣ୍ଡରେ ଗୋଟେ ଜିନିଷ ଆସୁଛି, ଓକେ ଶ୍ରୀଲଙ୍କା ଟିମ୍ ମଝିରେ ବହୁତ ଡାଉନଫଲ୍ ହେଇଥିଲା। ହଁ, ଯେବେଠୁ ଆମର କୋଚ୍ ଚେଞ୍ଜ ହେଇଛନ୍ତି, ତ ତାଙ୍କ ଜୋସରିଆ ଟିମ ର ଗୋଟେ ଅଲଗା ଜଲବାୟୁ ଦେଖିବାକୁ ମିଳୁଛି। ତ ସେଇ ହିସାବରେ ଆମର କୋଚ୍ ଚେଞ୍ଜ ହେଇଛନ୍ତି ନାଇଁ ନାଇଁ ଶ୍ରୀଲଙ୍କା ଟିମ୍ ରେ। ଶ୍ରୀଲଙ୍କା ଶ୍ରୀଲଙ୍କା ଟିମ ର ଯୋଉ କୋଚ୍ ଚେଞ୍ଜ ହେଇଛନ୍ତି, ତ ତାପରେ ତାଙ୍କର ଖେଳ କିଛି ମାନେ ତାଙ୍କର ଟାକ୍ଟିକ୍ସ ମେ ବି ଚେଞ୍ଜ କରିଛନ୍ତି, ତାଙ୍କର ପ୍ଲେୟାର କମ୍ବିନେସନ ଚେଞ୍ଜ କରିଛନ୍ତି। ହୁଁ ତ ସେଇ ହିସାବରେ ମୁଁ କହିବି ଯଦି ଇଣ୍ଡିଆ ଯଦି ନ ହଉଛି ତ ମୋର ବି ମାନେ ଚାନ୍ସେସ୍ ଶ୍ରୀଲଙ୍କା ଉପରେ। ଶ୍ରୀଲଙ୍କା ଓକେ। ନ ହବାର ପ୍ରଶ୍ନ ନାହିଁ, ମୋର ଇଣ୍ଡିଆ ଫେଭରେଟ, ସେକେଣ୍ଡ ଫେଭରେଟ ଇଣ୍ଡିଆ। ଇଣ୍ଡିଆ ହିଁ ଓକେ, ଇଣ୍ଡିଆ। ମୁଁ ବି ଇଣ୍ଡିଆ ପାଇଁ ବି କଣ ପାଇଁ କହୁଛି, ଇଣ୍ଡିଆ ଫେଭରାଇଟ ଯେମିତି ତମେ କହିଲ, ଦେଖ ମେନ୍ ଜିନିଷ ହଉଛି ଇଣ୍ଡିଆ ବର୍ତ୍ତମାନ T20ରେ ଭଲ ପ୍ଲେୟାର ଅଛି। ଆଉ ନୋ ଯୋଉଠି ଡାଉଟ ବର୍ତ୍ତମାନ ଦେଖ ଏବେ 15 ଜଣଙ୍କୁ ମୁଁ ଯେମିତି ଗୋଟେ କହୁଥିଲି କି ଅଲରେଡି 30 ରୁ 35 ଜଣ ପିପୁଲ ଆମର ଏମିତି ପ୍ଲେୟାର ଅଛନ୍ତି ଯୋଉମାନେ T20 ଖେଳିବା ପାଇଁ ଅଲରେଡି ଫିଟ୍ ଆଣ୍ଡ ଫାଇନ୍, ଆଗରୁ ଆଉ ଅଛନ୍ତି। ଭଲ ବି ଭଲ ତାଙ୍କର ଷ୍ଟାଟସ ବି ଭଲ ଅଛି। ହଁ, ତ ଆଉ ଗୋଟେ ଜିନିଷ ହଉଛି କଣ, ରିସେଣ୍ଟଲି ଆମେ ଯେତିକି ମାନେ T20 ୱାର୍ଲଡ କପ୍ ପରଠୁ ବି ଯେତିକି ବାୟୋଲେଟର ସିରିଜ୍ ହେଇଛି, ସେଥିରେ ଇଣ୍ଡିଆର ମାନେ ଅଲମୋଷ୍ଟ 100% ୱିନ୍ ଟା ଅଛି। ହଁ, ତ ଆଉ ଗୋଟେ ଜିନିଷ ହଉଛି, ନେକ୍ସଟ ୱାର୍ଲଡ କପ୍ ବି ଆମର ଇଣ୍ଡିଆରେ ହବାକୁ ଯାଉଛି, ଆଜ ଅପ୍ 2026ରେ। ତ ଠିକ ଠିକ ତ ସେଥିରେ ଏବେ ଯୋଉ ଆମେ କଥା ହଉଥିଲେ ଗୌତମ ଗମ୍ଭୀର କଥା, ଗୌତମ ଗମ୍ଭୀର କୁ ମାନେ ଏପଟେ ଦେଖ, ଏପଟେ ଆମେ ODI ତ ଏବେ ଠିକ ସେ ଏବେ ବି ହେଇନି, ନାଇଁ ମାନେ ବହୁତ କମ ମ୍ୟାଚେସ୍ ହେଇଛି। ବାକି ଆମେ କଣ ପାଇଁ କହିଦଉଛେ ଯେ ଗୌତମ ଗମ୍ଭୀର T20 ଫର୍ମାଟ ରେ ଭଲ, କାରଣ ନାଇଁ ନାଇଁ, ଗୌତମ ମୋ ଗମ୍ଭୀରର ଗୋଟେ ମତରେ ଜିନିଷ ହଉଛି ଗୌତମ ଗମ୍ଭୀର ଆକ୍ଚୁଆଲି ହ୍ୱାଇଟ୍ ବଲ୍ ଫର୍ମାଟରେ ବେଷ୍ଟ କୋଚ୍ ମୋ ମତରେ। ସେଇଟା ଜଣା ପଡିବ କେତେବେଳେ, ଯେତେବେଳେ ଆମେ ଗୋଟେ
ଗୋଟେ T20 ୱାର୍ଲଡ କପ୍ କୁ ମାନେ ଏଇ ଯୋଉ ଟ୍ରାንଜିସନ ସକ୍ସେସଫୁଲି ପିରିୟଡ ନେଇ ପରେ ଆସିପାରିବା। ମାନେ ଆଫ୍ଟର ରୋହିତ ଶର୍ମା ବିରାଟ କୋହଲି ପରେ ମାନେ ଟିମ ର ଗୋଟେ ଟ୍ରାନଜିସନ ସେକ୍ସନ ପରେ ଯେତେବେଳେ ଗୋଟେ ଆମେ ଗୋଟେ ବଡ ଟୁର୍ଣ୍ଣାମେଣ୍ଟ ଖେଳୁଛେ ମାନେ ଯେମିତି ୱାର୍ଲଡ କପ୍ ହେଇଗଲା ହଁ T20 ୱାର୍ଲଡ କପ୍ ଆଉ ଗୋଟେ ODI ଓଡିଆଇ ୱାର୍ଲଡ ୱାର୍ଲଡ କପ୍ କପ୍। ତ ତାପରେ ହିଁ ଆମେ ତାର ଗୋଟେ ବେଷ୍ଟ ଡିସିସନ ଦେଇପାରିବା ଆଉ ମାନେ ସମସ୍ତେ ଗୋଟେ ମାନେ ଗୋଟେ ରେଜଲ୍ଟ ଓରିଏଣ୍ଟେଡ ହେଇକି ଆମେ ଗୋଟେ କହିପାରିବା କି ଗୌତମ ଗମ୍ଭୀରର ହ୍ୱାଇଟ ବଲରେ କେତେ ପରସେଣ୍ଟେଜ ଥିଲା ୱିନ୍ ର ବା ଟେଷ୍ଟ ବଲରେ କେତେ ଥିଲା। ତ ଏବେ ଠିକ ଅଛି ମାନେ ଏବେ ଯେହେତୁ ମାନେ ଗୋଟେ ପ୍ରେଡିକ୍ସନ ସବୁ ଜିନିଷରେ ଆମେ ପ୍ରେଡିକ୍ସନ ଲଗେଇ ଦଉଛେ ତ ସେଇଥିପାଇଁ ବର୍ତ୍ତମାନ ହିସାବରେ ତ ମୁଁ କହିବି ଠିକ ଅଛି। ଅବଶ୍ୟ ଆମେ ଇମ୍ପ୍ରୁଭ କରିପାରିବା ଟେଷ୍ଟରେ ହଁ ବଟ୍ ବର୍ତ୍ତମାନ ଯାହା ବି ଚାଲିଛି ଠିକ ଚାଲିଛି। ଠିକ ସେ ତ ଆଜିର ଆମର ମେନ୍ ଫୋକସ ଥିଲା ଏସିଆ କପ୍ ସ୍କ୍ୱାଡ ଉପରେ ଯାହାକି ଇଣ୍ଡିଆ ଅଲରେଡି ଡିକ୍ଲେୟାର କରିସାରିଛି। ମୁଁ ଭାବୁଛି ଆଜିର ଆମର ଏଇ ଡିସ୍କସନ ଆପଣ ମାନଙ୍କୁ ଭଲ ଲାଗିଥିବ। ଆଉ ଭିଡିଓକୁ ଆଉ ବେଶୀ ଲମ୍ବା କରିବାନି ବହୁତ ଲମ୍ବା ଅଲରେଡି ନାଇଁ ହେଇସାରିଲାଣି। ଲମ୍ବା କଲେ ଏକ ତ ଆମକୁ ଆମର ତ ସେମିତି ବନେଇବା ତ ଲମ୍ବା କଲେ ବହୁତ ଲମ୍ବା କରିପାରିବା କରିପାରିବା ବାକି ଅଡିଏନ୍ସ ବୋର ହେଇଯିବେ ତ ବୋର ହେଇଯିବ ହଁ। ନୂଆ ଗୋଟେ ଟପିକ ନୂଆ ହଟ୍ ଟପିକ ଉପରେ ଆଣିବା ନୂଆ କିଛି ଅଡିଏନ୍ସ ମାନଙ୍କୁ ଜଣେଇବା ଯୋଉଟା ଜାଣିନଥିବେ ନେକ୍ସଟ ଏଇଟା ଭିଡିଓରେ ନର୍ମାଲି ଏକ୍ସପ୍ଲେନ କରିବାର ଥିଲା ଆମର ଜଷ୍ଟ ଏକ୍ସପ୍ଲେନ କଲେ ଯେହେତୁ ସେମିତି ଏଇଟା ଆଉ ରିସେଣ୍ଟଲି ଡିକ୍ଲେୟାର ହେଇଛି ଏସିଆ କପ୍ ର ସ୍କ୍ୱାଡ ଉପରେ ଆଉ ଆମେ ବି ନୂଆ ଭିଡିଓ କରିବାକୁ ଯାଉଥିଲୁ ତ ଆମ ପାଇଁ ଏଇଟା ଗୋଟେ ଗୁଡ ଅପରଚୁନିଟି ଥିଲା କି ଆମେ ଏସିଆ କପ୍ ସ୍କ୍ୱାଡ ଉପରେ ଡିସ୍କସନ କରିପାରିବା ଫାଷ୍ଟ ଭିଡିଓରେ। ସେମିତି ଆମେ ବି ଅ ମାନେ କିଛି କଣ୍ଟ୍ରୋଭର୍ସି କାହାକୁ କାହିଁ ସିଲେକ୍ସନ ହେଲାନି ସିଏ ହେଲାନି ଇଏ ହେଲାନି ଏତେ କିଛି ମାନେ ଭିତରୁ ପଶି ଆସଛନ୍ତି ନର୍ମାଲ ଜିନିଷ ଏତିକି ହଁ ଆମେ ଏଟା ଏତିକି କହିପାରିବା ଏଟା ହେଲାନି ସେଟା ହେଲାନି ବଟ୍ କାହିଁକି ହେଲାନି ବାସ୍ କଣ ପାଇଁ ସେଟା ତ କାହିଁକି ଆମେ ଆଉ ହେଲାନି କହିପାରିବୁନି। ସିଏ ବି ସେଇ ଲେବୁଲରେ ଯାଇ ବସିଛନ୍ତି। ହଁ ଯେତେ ଇଣ୍ଡିଆର ପିପୁଲ 131 କୋଟି କ୍ରସ୍ ପିପୁଲ ତାଙ୍କୁ ଦେଖୁଛନ୍ତି। ଆଜ ଏ ସିଲେକ୍ଟର ଚୁଜ୍ କରିଛନ୍ତି ତ ତାଙ୍କର ସେତିକି କାପାବିଲିଟି ଥିବ ତ ଆମେ କହିଲେ କିଛି ମୂଲ୍ୟ ନାହିଁ। ତ ମିଶିକି ଆମ କରିବା ନା ତରଫରୁ ତ ଅଲ ଦ ବେଷ୍ଟ। ଆଉ ଆମେ ତ ଡେଫିନେଟଲି ଚାହିଁବୁ କି ଇଣ୍ଡିଆ ଏସିଆ କପ୍ ଜିତିକି ଆସୁ। ବାକି ସିଲେକ୍ସନରେ କୌଣସି ବି ଭୁଲ ନାହିଁ ସବୁ ବେଷ୍ଟ ପ୍ଲେୟାର ଯାଇଛନ୍ତି ହଁ ତ ମୋ ତରଫରୁ ତ ଇଣ୍ଡିଆ ଲାଷ୍ଟ ଫେଭରେଟ। ଓକେ ତ ଲାଷ୍ଟକୁ ମୁଁ ଗୋଟେ କଥା କହିବାକୁ ଚାହିଁବି ଦେଖ ଯେମିତି ଆମର ମାନେ ପ୍ଲେୟାର ମାନେ ରିପ୍ରେଜେଣ୍ଟ କରୁଛନ୍ତି ମାନେ ଟିମ୍ ନେସନକୁ ଇଣ୍ଡିଆକୁ ହଁ ନେସନକୁ ରିପ୍ରେଜେଣ୍ଟ କରୁଛନ୍ତି ତ ସେମାନଙ୍କୁ ଯେମିତି ବିସିସିଆଇ ଆମର ଯେମିତି ମାନେ ଚୟନକର୍ତ୍ତା ମାନଙ୍କୁ ସିଲେକ୍ଟ କରିଛି ତ ସେମାନେ ବି ରିପ୍ରେଜେଣ୍ଟ କରୁଛନ୍ତି ନେସନକୁ। ନେସନକୁ ହଁ ଆଉ ସେଠି ବି ଟପ୍ କଲ୍ ଯେମିତି ମୁଁ କହୁଥିଲି କି ଆମର ବହୁତ ପ୍ଲେୟାର ଅଛନ୍ତି ଧର ସେମାନେ ବର୍ତ୍ତମାନ 15 ଜଣଙ୍କୁ ସିଲେକ୍ଟ କରିଛନ୍ତି ଆଉ ଷ୍ଟାଣ୍ଡ ବାଇ ରେ 3-4 ଜଣଙ୍କୁ ରଖିଛନ୍ତି। ଚାରି ତ ଜଣ ସେମାନେ ଅଛନ୍ତି 4-5 ଜଣ ସେମାନେ ଅଲମୋଷ୍ଟ ଆରାଉଣ୍ଡ 25 ପିପୁଲରୁ ସେତିକି ଆସିଛନ୍ତି ମାନେ ବର୍ତ୍ତମାନ ଏଞ୍ଜୋର୍ଡ କେତେ ଜଣ ଅଛନ୍ତି କି ଜଣଙ୍କ ଫର୍ମ ହଁ ଖରାପ ଅଛି ତ କହିବାକୁ ଗଲେ ସେମାନେ ରିଷଭ ପନ୍ତ ଏବେ ଇଞ୍ଜର୍ଡ ଅଛନ୍ତି ଏଞ୍ଜର୍ଡ ଅଛି ତ ସେଇଥି ତାଙ୍କ ପାଇଁ ବି ଗୋଟେ ଟଫ୍ କଲ୍ ଥିଲା। ହଁ ମୁଁ କହୁନି ବର୍ତ୍ତମାନ ଆମେ ଶ୍ରେୟସ ହଁ ଆୟର ବିଷୟରେ କଥା ହଁ ହେଲେ ସେଟା ବି ଯଦି ସିଏ ବି ଯଦି ଫିଟ୍ ଥାନ୍ତେ ଦେନ୍ ରିଷଭ ପନ୍ତ ପାଇଁ ବି ଗୋଟେ ଟପ୍ କଲ୍ ହେଇଥାନ୍ତା ତାକୁ ଟପ୍ ସ୍କ୍ୱାଡରେ କଲ୍ ରଖିବ ହେଇଥାନ୍ତା। କି ତ ବାହାର ସେଇ କରିବ। ସମୟରେ ବି ଡିସ୍କସନ ଚାଲିଥାନ୍ତା କି ଶ୍ରେୟସ ନାଇଁ ଆୟର ଉପରେ ଏବେ ଯୋଉ ପନ୍ତକୁ ମୁଦ୍ଦା କଣ ଟା ପାଇଁ ଗରମ ଅଛି ସେଇଟା ଶ୍ରେୟସ ଆୟର ସହିତ ରିଷଭ ପନ୍ତ ବି ମାନେ ଯୋଡି ହେଇଥାନ୍ତା। ଯୋଡି ହେଇଥାନ୍ତା। ତ ଠିକ ମତେ ଅଛି ଯେତିକି ସୋର୍ସ ରୁ ମୁଁ ବି ଜାଣିବାକୁ ପାଉଛି ଏବେ ପୁଣି ସିଲେକ୍ଟର 2 ଜଣ ନୂଆ ଆଡ ହଉଛନ୍ତି ଅଜିତ ଅଗ୍ରସର ତ ମେ ବି ଓକେ ନୂଆ ଇଣ୍ଡିଆନ୍ ଯେତିକି ସୋର୍ସ ଜଣା ପଡୁଛି ସିଓର ନୁହଁ ତ ମୁଁ କଣ୍ଫର୍ମ ଆଉ ଗୋଟେ କହିପାରୁନି ନ୍ୟୁଜ ବି ଆସିଛି ନେକ୍ସଟ କି ଅଜିତ ଅଗରକର ଆଉ ଗୋଟେ ନ୍ୟୁଜ ଆସିଛି କି ହଁ ନେକ୍ସଟ ଭିଡିଓରେ ଆମେ ମାନେ ଡିସକସନ ଡିସାଇଡ କରିବା ଏ ଓକେ ବିଷୟରେ ଟପିକରେ କଥା ହବା। ଆଉ ଆଉ ଗୋଟେ ପାକିସ୍ତାନ ଟିମ୍ ଆନାଲିସିସ୍ ଟା ସେଇ ଟାଇମରେ କରିବା ଯେହେତୁ ଆମ ପଡୋଶୀ ଦେଶ ସେ ଟିମ ର ହଁ ଆନାଲିସିସ୍ ସେଥିରେ କରିବା। ଓକେ ତ ଠିକ ଅଛି ଆମେ ଆଜି ଏଇ ପାଇଁ ଭିଡିଓକୁ ଏଇଠି ଏତିକି ରଖୁଛୁ ଥାଉ। ଓକେ। ଆପଣ ଯଦି ଭିଡିଓଟି ପସନ୍ଦ ଆସିଲା ତ ଭିଡିଓକୁ ନିଶ୍ଚିତ ଭାବେ ଲାଇକ୍ ଗୋଟେ କରିବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିତ ଭାବେ କରିବେ। ଆପଣ ମାନଙ୍କ ରେସପନ୍ସ କଣ ଆମେ କେମିତି ଜାଣିବୁ ତ ସେଥିପାଇଁ କମେଣ୍ଟ ବକ୍ସ ତ ଖୋଲା ଅଛି। କିଛି ନୋ ଡାଉଟ ସଜେସନ ବି ଦେବେ ଆଉ ସଜେସନ ଆଉ ବି ଆଉ ଦେଇପାରିବେ ଯଦି ଆଉ ଟିକେ ଆମକୁ ସମୟ ଦେଇ ଘଣ୍ଟି ଟାକୁ ବି ଦବେଇ ଦେବେ ନୋଟିଫିକେସନ ବେଲ ଟାକୁ ଦ୍ୟାଟ୍ସ ଦ ମେନ୍ ଥିଙ୍ଗ। ଆଣ୍ଡ ସବସ୍କ୍ରାଇବ। ଓକେ ଠିକ ଅଛି ରହୁଛୁ ଜୟ ରହିଲୁ ଜଗନ୍ନାଥ। ଜୟ ଜଗନ୍ନାଥ।